ହେଲା ତ ଫାଷ୍ଟ ରୁ ଆଉଥରେ ରିଭିଜନ କରିଦଉଛି ହେଲା, ରେପିଡ ରିଭିଜନ ମାନେ ହଉଛି ଉପରିଆ ଉପରିଆ କହିଦଉଛି ବୁଝିଲା। ଆମେ ପଢୁଥିଲେ ହଉଛି କିସ ଭାରତ ଛାଡ ଆନ୍ଦୋଳନ ଏବଂ ଓଡିଶାରେ ଏହାର ଭୂମିକା ହେଲା। ତ ହଉଛି ଭାରତ ଛାଡ ଆନ୍ଦୋଳନ, ଭାରତ ଛାଡ ଆନ୍ଦୋଳନ ହଉଛି ଏହା ହଉଛି ଶେଷ ଗଣ ଆନ୍ଦୋଳନ ହେଲା। ମହାତ୍ମା ଗାନ୍ଧୀ ଯେତେ ବି ଆନ୍ଦୋଳନ କରିଛନ୍ ସବୁଠୁ ଶେଷରେ କୋଉ ଆନ୍ଦୋଳନ ଟା ପଡିଛି, ଭାରତ ଛାଡ ଆନ୍ଦୋଳନ, ଯାହାକି 1942 ମସିହାରେ ହେଇଥିଲା ହେଲା। ତ ଏଇ ଆନ୍ଦୋଳନକୁ ଅଗଷ୍ଟ ବିପ୍ଳବ ମଧ୍ୟ କୁହାଯାଏ, ଅଗଷ୍ଟ ବିପ୍ଳବ ହେଲା। ଅଗଷ୍ଟ ବିପ୍ଳବ ମଧ୍ୟ କୁହାଯାଏ। କଣ ପାଇଁ ଅଗଷ୍ଟ ବିପ୍ଳବ କୁହାଯାଏ ଜାଣିଛ? ଅଗଷ୍ଟ ମାସରେ ହେଇଥିଲା ଭାରତ ଛାଡ ଆନ୍ଦୋଳନ ଟା, ଅଗଷ୍ଟ ମାସରେ ହେଇଥିଲା। ତ ଭାରତ ଛାଡ ଆନ୍ଦୋଳନ ମାନେ ତା ମାନେ କିସ ବୁଝୁଛ? ଇଂରେଜ ମାନଙ୍କୁ ଭାରତ ଛାଡବା ପାଇଁ ପଡବ ହେଲା, ଇଂରେଜ ମାନଙ୍କୁ ଭାରତ ଛାଡବା ପାଇଁ ହୁଁ ପଡବ। ତ ହଉଛି ଭାରତ ଛାଡ ଆନ୍ଦୋଳନ ଆଉ ଓଡିଶାରେ ଏହାର ଭୂମିକା, ସେଇଟା ପଢବା। ତୁ ଫାଷ୍ଟ ଦେଖିଦବା, ଲେଖିଥାଉନି ହେଲା, ଯୋଉଠୁ କହିବି ସେଇଠୁ ଲାଗୁ। ଏଇଟା ପରେ ଲେଖବ, ପଢା ସରିଛି ଏଗୁଡା। ତ ଫାଷ୍ଟ ଅଛି ଦେଖ, ଏଇ ବିଷୟରେ କିସ ପଢବା, ଆନ୍ଦୋଳନ କାହିଁକି ହେଲା ସେଇଟା ପଢବା ହେଲା। ତାପରେ ଆନ୍ଦୋଳନ କିପରି ଆଉ କୋଉଠି ଆଉ କିଏ ଆରମ୍ଭ କଲା। ତାପରେ ପଢବା ଆନ୍ଦୋଳନ କାର୍ଯ୍ୟକ୍ରମ, କାର୍ଯ୍ୟକ୍ରମ ଯେମିତି ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କିସ ଥିଲା, ସରକାରୀ ସ୍କୁଲ ତ୍ୟାଗ କରିବା ହେଲା, ଇଂରେଜ ମାନଙ୍କୁ ଅସହଯୋଗ କରିବା, ସେମିତି ୟାର ବି କିଛି କାର୍ଯ୍ୟକ୍ରମ ଥିବ, ଏଇଟା ବି ପଢବା। ତାପରେ ଆନ୍ଦୋଳନ କେମିତି ବ୍ୟାପିଲା, ମାନେ ବିସ୍ତାର କେମିତି ହେଲା, ଲୋକମାନେ କେମିତି ଜାଣିଲେ ହେଲା। ଆଉ ସରକାର କିସ କଲେ, ମାନେ ସରକାର ଯେ ଯେତେବେଳେ ଆନ୍ଦୋଳନ ଟା ହେଲା ସରକାର କିସ କଲେ, ଦମନ କେମିତି କଲେ ହେଲା। ଆଉ ଲାଷ୍ଟରେ ପଢବା ହଉଛି ଓଡିଶାରେ କିପରି ହେଇଥିଲା ଆନ୍ଦୋଳନ, ଓଡିଶାରେ କି କିଏ ହେଲା କିପରି ହେଲା ଆଉ କିଏ ଓଡିଶାର ନେତୃତ୍ୱ ନେଇଥିଲେ, ସେଇଟା ପଢବା। ଏତିକି ପଢିଦେଲେ ଆମର ବିଷୟଟା ଦି ଏଣ୍ଡ ହେଇଯିବ ହେଲା। ତ ଫାଷ୍ଟ ପଢବା ଆନ୍ଦୋଳନ କାରଣ କିସ, ଆନ୍ଦୋଳନର କାରଣ କିସ ହେଡିଙ୍ଗ ଦେଇ ଦେଇଛି ହେଲା। ଆନ୍ଦୋଳନ କାରଣ, ଆନ୍ଦୋଳନର କେତେଟା କାରଣ ଥିଲା, ଆନ୍ଦୋଳନର ମୁଖ୍ୟତଃ ଚାରିଟା କାରଣ, ଚାରିଟା କାରଣ ଥିଲା ଆନ୍ଦୋଳନର, ଚାରିଟା କାରଣ ଥିଲା। ଫାଷ୍ଟ କାରଣ କିସ, କ୍ରିପ୍ସ ମିଶନ, କ୍ରିପ୍ସ ମିଶନ ଗୋଟେ ଆନିମେସନ ଭିଡିଓ, ଏଆଇ ଭିଡିଓ ଗୋଟେ ବନେଇଥିଲେ ଦେଖିଥିବ ହେଲା। ତ ଆଉଥରେ କହିଦଉଛି କ୍ରିପ୍ସ ମିଶନ। ପ୍ରଥମ କାରଣ ହଉଛି କ୍ରିପ୍ସ ମିଶନର ବିଫଳତା, ଏଇଟା ଗୋଟେ ଲଙ୍ଗ କୋଶ୍ଚିନ୍ ପଡେ। ଭାରତ ଛାଡ ଆନ୍ଦୋଳନ କଣ ପାଇଁ ହେଇଥିଲା, ଭାରତ ଛାଡ ଆନ୍ଦୋଳନର କେତେଟା କାରଣ ଥିଲା, ଚାରିଟା କାରଣ। ପ୍ରଥମ କାରଣ, ଦ୍ଵିତୀୟ କାରଣ ହଉଛି, ଦ୍ଵିତୀୟ କାରଣ ହଉଛି ଭାରତୀୟ ମାନଙ୍କୁ ବିନା ପରାମର୍ଶରେ ବ୍ରିଟିଶ ସରକାର ତାଙ୍କୁ ମିତ୍ର ଶକ୍ତିରେ ସାମିଲ କଲେ ହେଲା, ଗୋଟେ ଗୋଟେ ବୁଝେଇବି। ତାପରେ ଥାର୍ଡ କାରଣ ହଉଛି ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ, ଥାର୍ଡ କାରଣ ହଉଛି କି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସରକାରଙ୍କ ଅତ୍ୟାଚାର ଟିକେ ବଢିଗଲା। ଆଉ ଫୋର୍ଥ କାରଣ ହଉଛି କିସ, ପୂର୍ଣ୍ଣ ସ୍ୱରାଜ ଦାବି ପୂରଣ ନ କରିବା ଇଂରେଜ ସରକାର ହେଲା। ତ ଗୋଟେ ଗୋଟେ ବୁଝଉଛି ଦେଖ। ତୁମେ ଜାଣିଛ ବିଶ୍ୱଯୁଦ୍ଧ ଶୁଣିଛ, ବିଶ୍ୱଯୁଦ୍ଧ, ପ୍ରଥମ ବିଶ୍ୱଯୁଦ୍ଧ ଦ୍ଵିତୀୟ ବିଶ୍ୱଯୁଦ୍ଧ ଶୁଣିଛ ନା ନାଇଁ? କେତେଟା ବିଶ୍ୱଯୁଦ୍ଧ ହେଇଥିଲା? ଦୁଇଟା, ଦୁଇଟା ହେଇଥିଲା ଦିଟା। ହେଲା, ଦୁଇଟା ବିଶ୍ୱଯୁଦ୍ଧ ହେଇଥିଲା। ତ ପ୍ରଥମ ବିଶ୍ୱଯୁଦ୍ଧ କେବେ ହେଇଥିଲା, ପ୍ରଥମ ବିଶ୍ୱଯୁଦ୍ଧ କେବେ ହେଇଥିଲା? ପ୍ରଥମ ବିଶ୍ୱଯୁଦ୍ଧ ହେଇଥିଲା ହଉଛି 1914 ମସିହାରେ ହେଲା, ବୁଝ ଖାଲି ଲେଖନି। 1914 ରୁ କେବେ ହେଇଥିଲା, 1914 ରୁ 1918, 1918 ହେଲା। ତ ମୁଁ କହିଥିଲି ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ମିତ୍ର ଶକ୍ତିକୁ ସାହାଯ୍ୟ କରିଥିଲା ନା ନାଇଁ? ମିତ୍ର ଶକ୍ତିକୁ ସାହାଯ୍ୟ କରିଥିଲା ହେଲା। କଣ ପାଇଁ ସାହାଯ୍ୟ କରିଥିଲା, ଭାରତ ମାନେ ହଉଛି ଭାବିଲେ ହଉଛି ମିତ୍ର ଶକ୍ତି ମାନେ ଇଂରେଜ ମାନଙ୍କୁ ସାହାଯ୍ୟ କଲେ ଯୁଦ୍ଧରେ, ଯୁଦ୍ଧ ସରିଲା ପରେ ହଉଛି ଆମକୁ ହଉଛି ସେମାନେ ହଉଛି ଆମର ସ୍ଵାଧୀନତା ଦେଇଦେବେ। କିନ୍ତୁ ସେ ଇଂରେଜ ସରକାର କିସ କଲେ, ଇଂରେଜ ସରକାର ହଉଛି ସେମାନଙ୍କୁ କିଛି ଦେଲେନି ହେଲା। ତ ଭାରତୀୟ ମାନେ ରାଗିକି ଗଣ୍ଡଗୋଳ କଲେ। ତ ଗଣ୍ଡଗୋଳ କରିବା ଦ୍ଵାରା କିସ ହେଇଥିଲା, ଜାଲିଆନାୱାଲାବାଗ ହତ୍ୟାକାଣ୍ଡ, ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ହେଲା। ତ ଜାଲିଆନାୱାଲାବାଗ ହତ୍ୟାକାଣ୍ଡରେ କେତେ ଲୋକ ମରିଥିଲେ ଜାଣିଛ? ଗାନ୍ଧିଜୀ କହୁଛନ୍ତି 12,000 1200 ଲୋକ ମରିଥିଲେ ହେଲା। ତ ହଉଛି କିସ, ଭାରତୀୟ ମାନେ ଭାବନା ଦ୍ଵିତୀୟ ବିଶ୍ୱଯୁଦ୍ଧ 1914ରେ ଭାରତୀୟ ମାନେ ସାହାଯ୍ୟ କରିଥିଲେ, ତାପରେ ହଉଛି କିଛି ପାଇଲେନି। ତ 1939 ମସିହାରେ, 1939 ମସିହା ସେପ୍ଟେମ୍ବର 3 ତାରିଖ କଥା ବୁଝିଲ, 1939 ସେପ୍ଟେମ୍ବର 3 ତାରିଖ ଦିନ, ଏଇ ଦିନ କିସ ହେଲା କୁହ, ଆମର ଇଂରେଜ ସରକାର ହେଲା, ସେତେବେଳେ ଇଂରେଜ ସରକାର ଥାନା ହଉଛି ବଡଲାଟ ଲର୍ଡ ଲିନଲିଥଙ୍କ ହେଲା। ଆମର ଭାରତର ଇଂରେଜ ସରକାର ବଡଲାଟ ଲର୍ଡ ଲିନଲିଥ କିସ କରିଛନ, ଆଉ ହଉଛି ଇଂରେଜ ମାନେ ଆମର ଇଂଲଣ୍ଡର ସରକାର ଥାନା ହଉଛି କିଏ କୁହ, ୱିନଷ୍ଟନ ଚର୍ଚ୍ଚିଲ। ତ ହଉଛି ସେଇ ଇଂରେଜ ମାନେ କିସ କରିଛନ, ଇଂରେଜ ମାନେ ଜାଣିଛ କଳିଆ ଲୋକ ଟିକେ ହେଲା। ତ ଇଂରେଜ ସରକାର କିସ କରିଛନ, ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଲେ। ଜର୍ମାନୀ, ଜର୍ମାନୀର ଶାସକ ଥାଏ ସେତେବେଳେ ହିଟଲର, ହିଟଲର ଶୁଣିଥିବ, ବହୁତ କଡା ଶାସକ ଥିଲେ ହେଲା। ତ ଜର୍ମାନୀ ସରକାର, ନା ବ୍ରିଟିଶ ସରକାର ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଲେ। ତ ଯୁଦ୍ଧ ଘୋଷଣା କରିଦେଲା ବେଳେ କିସ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଇଗଲା ହେଲା। ତ ସେଇ ଦ୍ୱିତୀୟ ବିଶ୍ୱଯୁଦ୍ଧର କଥା, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କଥା କିସ ହେଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଛି, ଦ୍ୱିତୀୟ ବିଶ୍ୱଯୁଦ୍ଧ ମାନେ କିସ, ବହୁତ ଗୁଡା ଦେଶ
ଯୋଗ ଦେବେ ଯୁଦ୍ଧରେ ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ 1939 ରୁ ଚାଲିଲା ହଉଛି 1945, 1945 ହେଲା। ତ ସେ ଆମର ଯେ ଇଂରେଜ ସରକାର ସେତେବେଳେ ଥାନ ଭାରତରେ କିଏ, ଲର୍ଡ ଲିନଲିଥ ଗୋ, লিন লিথ গো ହେଲା। ଇଏ ଥାନ୍ ଇଂରେଜ ସରକାର, ଭାରତର ଇଂରେଜ ସରକାର ଇଏ ଥାନ୍। ତ ଇଏ ହଉଛି କିସ କରିଛନ୍ତି କହ ନା, ଇଏ ବହୁତ ଚାଲାକ। ଇଏ ହଉଛି ଭାରତୀୟ ମାନଙ୍କୁ କିଛି ନ ପଚାରିକି ସେମାନେ ହଉଛି ସେମାନଙ୍କୁ ହଉଛି ମିତ୍ର ଶକ୍ତି, ମିତ୍ର ଶକ୍ତିରେ ହଉଛି ସାମିଲ କରିଦେଇଛନ୍ତି। ତା ମାନେ ହଉଛି ଭାରତୀୟ ମାନଙ୍କୁ ବିନା ପରାମର୍ଶରେ ବ୍ରିଟିଶ ସରକାର ସେମାନଙ୍କୁ ମିତ୍ର ଶକ୍ତିରେ ସାମିଲ କଲେ। ତା ମାନେ ହଉଛି ଯୁଦ୍ଧ ହବ ନା, ଯୁଦ୍ଧରେ ଗୋଟେ ପଟେ ବ୍ରିଟିଶ ଅଛି ହେଲା, ଗୋଟେ ଟିମ୍ ବ୍ରିଟିଶର ଟିମ୍, ଆଉ ଗୋଟେ ହଉଛି ଜର୍ମାନୀ ହେଲା। ତ ସେ ହଉଛି ଭାରତୀୟ ମାନଙ୍କୁ କିସ କହିଦେଇଛନ୍, ଭାରତୀୟ ମାନଙ୍କୁ ଏମିତି କହିଛନ୍ ଯେ ତୁମେ ଆମର ସହ ମିଶିକି ଯୁଦ୍ଧ କରବ ଜର୍ମାନୀ ବିରୁଦ୍ଧରେ। ତ ଭାରତୀୟ ମାନେ ଯେତେବେଳେ ରାଗଲେ, ଜାଣିଲେ, ଗାନ୍ଧିଜୀ ନେହେରୁ ଯେତେବେଳେ ଜାଣିଲେ ଆମକୁ ହଉଛି ବିନା ପଚାରିକି ସେମାନେ ଆମକୁ ହଉଛି କିସ ମିତ୍ର ଶକ୍ତିରେ ସାମିଲ କରିଦେଇଛନ୍, ତ ଭାରତୀୟ ମାନେ ରାଗବେ ନିହାତି, ରାଗବେ ନା ନାଇଁ କଣ, ରାଗବେ ହେଲା। ତ ଭାରତୀୟ ମାନେ ରାଗଲେ, ତ ଭାରତୀୟ ମାନେ ରାଗଲେ ଠିକ ଅଛି। ତ ହଉଛି ଭାରତୀୟ ମାନେ ରାଗିଲେ ବେଳେ ହଉଛି ଭାରତୀୟ ମାନେ କହିଲେ ଆମେ ନା, ଆମେ ସାହାଯ୍ୟ କରିବୁନି ହେଲା, ଆମେ ସାହାଯ୍ୟ କରିବୁନି, ଇଂରେଜ ସରକାର କିସ କହିଲେ ଆମେ ସାହାଯ୍ୟ କରିବୁନି। ତ ହଉଛି ଭାରତୀୟ ମାନେ ସାହାଯ୍ୟ ଯେତେବେଳେ କଲେନି ହେଲା, ପୁଣି ଏପଟେ ହଉଛି ଭାରତୀୟ ମାନେ ହଉଛି ନିନ୍ଦା କଲେ ଇଂରେଜ ସରକାର ଯେ ଏଇଟା କରିଦେଇଥିଲେ ହେଲା, ବିନା ପରାମର୍ଶରେ ସାମିଲ କରିଦେଇଥିଲେ ଭାରତୀୟ ମାନଙ୍କୁ। ତ ସେଇଟା ଇଂରେଜ, ଭାରତୀୟ ମାନେ ରାଗିକି ହଉଛି ହୋ ହଲ୍ଲା କଲେ। ତ ହଉଛି ଇଂରେଜ ସରକାରଙ୍କ ଉପରେ ବେଶୀ ପ୍ରେସର ପଡିଲା। ଏପଟେ ହଉଛି ଇଂରେଜ ସରକାରଙ୍କ ଉପରେ ଯୁଦ୍ଧ ପ୍ରେସର ଥିଲା, ଯୁଦ୍ଧ। ଏପଟେ ହଉଛି ଏପଟେ ବୋମା ମାଡ ହେଇଯାଉଛି, ପୁଣି ହଉଛି ଭାରତୀୟ ମାନେ ଏପଟେ ହଉଛି ଆମର ଦାବି ପୂରଣ ହଉ, ଆମକୁ ତୁମର କଥା ମାନ ଏମିତି କହୁଛନ୍ତି। ତ ଇଂରେଜ ସରକାର ଉପରେ ବେଶୀ ପ୍ରେସର ପଡିଲା ନା ନାଇଁ, ପଡିଲା। ତ ଯେତେବେଳେ ବେଶୀ ପ୍ରେସର ପଡିଲା ହେଲା, ଇଂରେଜ ସରକାର ପୁରା ଦୟନୀୟ ଅବସ୍ଥା, ନା ଦେଖିକି ଯିଏ ହେଲେ ବି କହିବ ବିଚରା ହେଲା, ଏମିତି କହିଦବ। ତ ହଉଛି ଯେତେବେଳେ ଇଂରେଜ ସରକାରଙ୍କ ଦୟନୀୟ ଅବସ୍ଥା ଆସିଗଲା, ମହାତ୍ମା ଗାନ୍ଧୀଙ୍କୁ ଟିକେ ଦୟା ଲାଗିଲା, ବୁଝିଲା, ମହାତ୍ମା ଗାନ୍ଧୀଙ୍କୁ କିସ ଲାଗିଲା, ଦୟା ଲାଗିଲା। ମହାତ୍ମା ଗାନ୍ଧୀଙ୍କୁ ଦୟା ଲାଗିଲା। ମହାତ୍ମା ଗାନ୍ଧୀ ଇଂରେଜ ସରକାର କହିଲେ ଯେ ହଉଛି ବିଚରା ତୁମେ ମାନେ ଏତେ କଷ୍ଟ କରି ଆମକୁ ଶାସନ କରୁଛ ହେଲା, ତ ଆମେ ତୁମକୁ ସାହାଯ୍ୟ କରିପାରୁନେ ହେଲା। ମହାତ୍ମା ଗାନ୍ଧୀ ତାପରେ କହିଲେ ହଉଛି କିସ କହନା, ଆମେ ତୁମକୁ ସାହାଯ୍ୟ କରିବା, ଆମେ ତୁମକୁ ସାହାଯ୍ୟ କରିବା ପାଇଁ ରେଡି ଅଛି, ଆମେ ତୁମକୁ ସାହାଯ୍ୟ କରିବା ପାଇଁ ରେଡି ଅଛି। କାହାକୁ, ଇଂରେଜ ସରକାରଙ୍କୁ। ଆମକୁ ଗୋଟେ କାମ କରିଦିଅ, ମହାତ୍ମା ଗାନ୍ଧୀ କହିଲେ ଆମର ଦୁଇଟା ଇଚ୍ଛା ପୂରଣ କର, ବେଶୀ ନାହିଁ ଦୁଇଟା ହେଲା, ଗଣି ଗଣି ଦୁଇଟା, ଦୁଇଟା ଇଚ୍ଛା ଯଦି ପୂରଣ କରିଦେଲ, ତେବେ ହଉଛି ଆମେ କିସ କରିବା, ଆମେ ତୁମକୁ ଯୁଦ୍ଧରେ ସାହାଯ୍ୟ କରିବା। ତ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଇଚ୍ଛା ଥିଲା ହଉଛି ଆମକୁ ହଉଛି କିସ, ପୂର୍ଣ୍ଣ ସ୍ୱରାଜ ଦିଆଯାଉ, ପୂର୍ଣ୍ଣ ସ୍ୱରାଜ ମାନେ ସ୍ଵାଧୀନତା ଆମକୁ ଦେଇଦିଅ, ବୁଝିହେଲା, ପୂର୍ଣ୍ଣ ସ୍ୱରାଜ ଦିଆଯାଉ ହେଲା। ଆଉ ସେକେଣ୍ଡ ଇଚ୍ଛା ହଉଛି ମହାତ୍ମା ଗାନ୍ଧୀଙ୍କର ଆମର ପାଇଁ ଗୋଟେ ସମ୍ବିଧାନ ତିଆରି ହଉ ହେଲା। ଏଇ ଦୁଇଟା ଛୋଟ ଛୋଟ ଇଚ୍ଛା ହିଁ ପୂରଣ କରିଦିଅ, ମହାତ୍ମା ଗାନ୍ଧୀ କହିଲେ। କିନ୍ତୁ ହଉଛି ଇଂରେଜ ସରକାର ବହୁତ ଚାଲାକ ଥିଲେ ହେଲା। ଇଂରେଜ ସରକାର ସେତେବେଳେ ଥାନ୍ ବଡଲାଟ ଲର୍ଡ ଲିଣ୍ଡିତ, ବଡଲାଟ ଲର୍ଡ ଲିଣ୍ଡିତ ଥାନ୍, ବଡଲାଟ ଲର୍ଡ ଲିନଲିଥ, ଲିନଲିଥ ଗୋ ହେଲା। ସେ କହିଲେ ତୁମେ ଜାଣିଛ ନା ନାଇଁ, ଛୋଟବେଳେ ତୁମ ମା ତୁମକୁ ଦେଇଥିବେ ହଉଛି ତୁମ ମାଉସୀ କି ତୁମ ରିଲେଟିଭ ଦେଇଥିବେ 500 ଟଙ୍କା ଦେଇଥିବେ, ବୁଝିହେଲା, 500 ଟଙ୍କା ଦେଇଥିବେ। ତୁମ ମା ମାନେ କିସ କର, 500 ଟଙ୍କା ଟା ଦେଇଦେ, ତା ବଦଳରେ ଦୁଇଟା 10 ଟଙ୍କା ଦେଇଦିଅ ନା ନାଇଁ, ଦୁଇଟା 10 ଟଙ୍କା ତୁମେ ବି ହେପି ହେପି ହେଇଯାଉ ହେଲା, ପୁରା ଖୁସି ହେଇଯାଉ ହେଲା। ତ ହଉଛି କିସ, ସେମିତି ଇଏ ହଉଛି ବଡଲାଟ ଲର୍ଡ ଲିନଲିଥ ଗୋ, ସେ କହୁଛନ୍ ତୁମର ଦୁଇଟା ଇଚ୍ଛା କିସ ପୂରଣ କରିବ, ମୁଁ ତୁମର ଚାରିଟା ଇଚ୍ଛା ଦେବି, ବୁଝିହେଲା। ବଡଲାଟ ଲର୍ଡ ଲିନଲିଥ ଗୋ କହୁଛନ୍ ତୁମେ ଦୁଇଟା ଇଚ୍ଛା ନେଇ କିସ କରବ, ମୁଁ ଚାରିଟା ଦେବି, ତାଠୁ ଅଧିକା ଦେବି ହେଲା। ତ ତୁମେ ମାନେ ଆମକୁ ସାହାଯ୍ୟ କର। ତ ବଡଲାଟ ଲର୍ଡ ଲିନଲିଥ ଗୋ କହିଲେ ହଉ ଚାରିଟା ଇଚ୍ଛା ଦେବି। ଅଗଷ୍ଟ 8, ଅଗଷ୍ଟ 8, ଅଗଷ୍ଟ 8 ତାରିଖ ଦିନ 1940 ମସିହାରେ ଦେବି ହେଲା। ଅଗଷ୍ଟ 8 1940 ମସିହାରେ ଦେବି ତୁମକୁ ଚାରିଟା ଇଚ୍ଛା ହେଲା। ତ ତୁମେ ମାନେ ପଳେଇ ଆସ ମୋ ପାଖକୁ। ତ ହଉଛି ସେଇ ଗାନ୍ଧିଜୀ ପଚାରିଲେ କି ଇଚ୍ଛା ପୂରଣ କରିବ ଆମର। ତ ହଉଛି ବଡଲାଟ ଲର୍ଡ ଲିନଲିଥ ଗୋ କହିଲେ ତୁମର ଚାରିଟା ଇଚ୍ଛା ହେଲା, ତୁମକୁ ହଉଛି ସ୍ୱାୟତ୍ତ ଶାସନ ଦିଆଯିବ, ବୁଝିଲ, ସ୍ୱାୟତ୍ତ ଶାସନ। ସ୍ୱାୟତ୍ତ ଶାସନ ମାନେ ପୂର୍ଣ୍ଣ ସ୍ୱରାଜ ଦିଆହବନି, ସ୍ୱାୟତ୍ତ ଶାସନ। ସ୍ୱାୟତ୍ତ ଶାସନ ମାନେ ତୁମେ ଭାରତର କିଛି ଅଂଶରେ ଶାସନ କରିପାରିବ, ବୁଝିଲା। ଏଇଟା ଭାରତ, ଭାରତର ହଉଛି ତୁମେ କିଛି ଅଂଶରେ ହିଁ ଶାସନ କରିପାରିବ, ବୁଝିଲା, ଏତିକି ଟିକେ ହିଁ ସ୍ଵାଧୀନତା, ବୁଝିଲା। ଏଗୁଡାରେ ହଉଛି ଆମେ ଶାସନ କରିବା, ତୁମେ ହଉଛି ଏତିକି ଟିକେ ଜାଗାରେ ଶାସନ କରିବ ନିଜେ ନିଜକୁ। ଆଉ ତୁମର ସମ୍ବିଧାନ ବି ସେଇ ସେତିକି ଜାଗା ପାଇଁ ବନେଇ ଦିଆହବ ହେଲା। ପ୍ରଥମ ଇଚ୍ଛା ଥିଲା। ତାପରେ ହଉଛି ସେକେଣ୍ଡ ଇଚ୍ଛା ହଉଛି କିସ, ତୁମର ପାଇଁ ଗୋଟେ ଯୁଦ୍ଧ ପରିଷଦ ଗଠନ କରାଯିବ, ବୁଝିହେଲା। ଯୁଦ୍ଧ ପରିଷଦ ଗୋଟେ ଗଠନ କରାଯିବ, ଯୁଦ୍ଧ ପରିଷଦ ଗୋଟେ ଗଠନ ହବ। ତାପରେ ହଉଛି ଥାର୍ଡ ଇଚ୍ଛା ହଉଛି କିସ କହନା, ତୁମର ପାଇଁ ଗୋଟେ ସାମ୍ବିଧାନିକ ସଭା ଗଠନ ହବ ହେଲା। ସାମ୍ବିଧାନିକ ସଭା, ସାମ୍ବିଧାନିକ ସଭା, ସାମ୍ବିଧାନିକ ସଭା ଗୋଟେ ଗଠନ ହବ ହେଲା। ତୁମର ପାଇଁ କିସ ଗଠନ ହବ, ସାମ୍ବିଧାନିକ ସଭା, ମାନେ ତୁମର ସମ୍ବିଧାନ, ସମ୍ବିଧାନ ଗୋଟେ ତିଆରି କରାହବ। କିଏ କହୁଛନ୍, ଆମର ବଡଲାଟ ଲର୍ଡ ଲିନଲିଥ ହେଲା। ତାପରେ ଆଉ କିସ ହବ,
ଆଉ ଗୋଟେ ହଉଛି ତୁମର ପାଇଁ ଗୋଟେ ଆଉ ଗୋଟେ ଆଉ ଗୋଟେ ତାଙ୍କର ଅଫର ଥିଲା ହଉଛି ତୁମର ପାଇଁ ଗୋଟେ ଯୁଦ୍ଧ ପରାମର୍ଶଦାତା କହିଛି ନାଇଁ, ଯୁଦ୍ଧ ପରାମର୍ଶଦାତା ଗୋଟେ ଗଠନ ହବ। ଯୁଦ୍ଧ ପରାମର୍ଶଦାତା ଗୋଟେ ଗଠନ ହବ। ସାମ୍ବିଧାନିକ ସଭା ଗୋଟେ ଗଠନ ହବ। ଆଉ ତୁମକୁ ସ୍ୱାୟତ୍ତ ଶାସନ ଦିଆଯିବ ହେଲା। ଆଉ ଗୋଟେ ହଉଛି ବଡଲାଟଙ୍କ କାର୍ଯ୍ୟକାରୀ ପରିଷଦର ପ୍ରସାରଣ। ବଡଲାଟଙ୍କୁ କାର୍ଯ୍ୟକାରିଣୀ ପରିଷଦର ପ୍ରସାରଣ ହବ ହେଲା। ବଡଲାଟଙ୍କୁ କାର୍ଯ୍ୟକାରିଣୀ ପରିଷଦର ପ୍ରସାରଣ ହବ। ଏଇ ଚାରିଟା ହଉଛି କିଏ କହିଲେ? ଆମର ହଉଛି ଇଂରେଜ ସରକାର। ବୁଝିହେଲା, ଇଂରେଜ ସରକାର ତାର ବଡଲାଟ ଲର୍ଡ ଲିଲି। ଏକ ମାର୍କ କ୍ୱେଶ୍ଚନ ଥାଏ। ଏକ ମାର୍କ କ୍ୱେଶ୍ଚନ ପଡେ ଭାରତ ଛାଡ ଆନ୍ଦୋଳନ ସମୟରେ କିଏ ସରକାର ଥିଲେ? ବଡଲାଟ ଲର୍ଡ ଲିଲିଙ୍କ ହେଲା। ତ ହଉଛି ମହାତ୍ମା ଗାନ୍ଧୀ ଯେତେବେଳେ ଜାଣିଲେ ଏଇଟା ପୂର୍ଣ୍ଣ ସ୍ୱରାଜ, ମହାତ୍ମା ଗାନ୍ଧୀ ଯୋଉଟା ପୂର୍ଣ୍ଣ ସ୍ୱରାଜ ମାଗିଥିଲେ ସେଇଟା ଅଛି କି ତାଙ୍କର ଅଫରରେ ଅଛି କି? ନାହିଁ। ତ ମହାତ୍ମା ଗାନ୍ଧୀ କହିଲେ ନାହିଁ, ତୁମେ ମାନେ ଆମକୁ ଗେଡେଇ ଦେବା ପାଇଁ ଭାବୁଛ ହେଲା, ତ ଆମେ ମାନେ ସାହାଯ୍ୟ କରୁନି, ଆମେ ଯୋଉଟା ମାଗିଛେ ସେଇଟା ହିଁ ଦିଅ ନହେଲେ କରୁନି। ତ ଇଂରେଜ ସରକାର ତ ଦେଇପାରିଲେନି ପୂର୍ଣ୍ଣ ସ୍ୱରାଜ ହେଲା। ତ ହଉଛି ମହାତ୍ମା ଗାନ୍ଧୀ କହିଲେ ହଉଛି ମୁଁ ବ୍ୟକ୍ତିଗତ ଭାବେ ହଉଛି କି କରିବି ଆନ୍ଦୋଳନ। ବ୍ୟକ୍ତିଗତ ମାନେ ହଉଛି ସେ ନିଜେ ହେଲା, ମାନେ ଗଣ ଆନ୍ଦୋଳନ ନୁହଁ। ସେ ଏକା ଏକା ହଉଛି ଆନ୍ଦୋଳନ କରିବେ ବୁଝିଲା। ସେ ଏକା ହିଁ ହଉଛି ଇଂରେଜ ସରକାରଙ୍କ ଆଇନ ଅମାନ୍ୟ କରିବେ, ଏକା ହିଁ ହଉଛି ସେମାନଙ୍କ କଥା ମାନିବେନି, ଏକା ହିଁ ହଉଛି ସେ ରୁଲ ରେଗୁଲେସନ ଫଲୋ କରିବେ ହେଲା। ସେଇଟା ହଉଛି ବ୍ୟକ୍ତିଗତ ଆନ୍ଦୋଳନ। ମହାତ୍ମା ଗାନ୍ଧୀ କହିଲେ ହଉଛି ମୁଁ ବ୍ୟକ୍ତିଗତ ଆନ୍ଦୋଳନ କରିବି ହେଲା। ତ ଠିକ ଅଛି। ତାପରେ ହଉଛି ମହାତ୍ମା ଗାନ୍ଧୀଙ୍କ ପରେ ହଉଛି ମହାତ୍ମା ଗାନ୍ଧୀଙ୍କ ପରେ ହଉଛି ମହାତ୍ମା ଗାନ୍ଧୀ ଆନ୍ଦୋଳନ ଷ୍ଟାର୍ଟ କରିବା ପୂର୍ବରୁ ମନେ ରଖିବ ଏକ ମାର୍କ କ୍ୱେଶ୍ଚନ ପଡେ ବିନୋବା ଭାବେ ହେଲା। ବିନୋବା ଭାବେ, ବିନୋବା ଭାବେ ସିଏ ପ୍ରଥମେ ବ୍ୟକ୍ତିଗତ ଆନ୍ଦୋଳନ ଆରମ୍ଭ କରିଥିଲେ ହେଲା। କିଏ? ବିନୋବା ଭାବେ। ବିନୋବା ଭାବେ କେତେ ମସିହାରେ? ବିନୋବା ଭାବେ ଆମର ଲେଖିଦବା। ଏତିକି ଯାଇ ଲେଖା ହେଇଥିଲା ହେଲା। ଆଉ ଥରେ ଲେଖି ଦଉଛି। ବିନୋବା ଭାବେ, ବିନୋବା ଭାବେ ପ୍ରଥମେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରି ଗିରଫ ହେଇଥିଲେ। ପ୍ରଥମେ ବ୍ୟକ୍ତିଗତ ସତ୍ୟାଗ୍ରହ, ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରି ଗିରଫ ହେଇଥିଲେ। କରି ଗିରଫ ହେଲେ। କୋଉଠି ହେଲେ? ପାନାଉରା ଠାରେ ହେଲା। ପାନାଉରା ଜାଗା ନାମ ପାନାଉର ହେଲା। କେବେ? 1940 ମସିହା, 1940 ଆମର ଅକ୍ଟୋବର 17 ତାରିଖ ଦିନ ବୁଝିଗଲା। ଏକ ମାର୍କ କ୍ୱେଶ୍ଚନ ପଡେ 1940 ଅକ୍ଟୋବର 17ରେ କିସ ହେଇଥିଲା। ବିନୋବା ଭାବେ ହଉଛି ପ୍ରଥମ ବ୍ୟକ୍ତିଗତ ସତ୍ୟାଗ୍ରହ। ଗାନ୍ଧିଜୀ କହିଲେ ହଉଛି ମୁଁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରିବି ହେଲା। ତ ସିଏ ଯେତେବେଳେ କହିଛନ୍ତି ଆରମ୍ଭ କରିନି ହେଲା, ସିଏ ଯେତେବେଳେ କହିଲେ ମୁଁ ଆରମ୍ଭ କରିବି ତାଙ୍କର କଥା ଶୁଣିକି ବିନୋବା ଭାବେ କହିଲେ ମୁଁ ଷ୍ଟାର୍ଟ କରିଦେବି ଆପଣଙ୍କ ଆଗରୁ। ତ କଲେ, ଗିରଫ ହେଲେ ହେଲା। ତାପରେ ହଉଛି ତୃତୀୟ ମାନେ ଦ୍ୱିତୀୟ ୟା ପରେ ବିନୋବା ଭାବରେ ଜବାହରଲାଲ ନେହେରୁ ହଉଛି ଦ୍ୱିତୀୟ ହେଲା। ଜବାହର ଲାଲ ନେହେରୁ ହଉଛି ଦ୍ୱିତୀୟ ସତ୍ୟାଗ୍ରହୀ ଭାବେ ଗିରଫ ହେଲେ। ନେହେରୁ ଦ୍ୱିତୀୟ ସତ୍ୟାଗ୍ରହୀ ଭାବେ ଗିରଫ ହେଲେ। ଦ୍ୱିତୀୟ ସତ୍ୟାଗ୍ରହୀ ଭାବେ ଗିରଫ ହେଲେ ହେଲା। ଏଇନା ଯେ ଆନ୍ଦୋଳନ ପହଞ୍ଚିନି ବୁଝିହେଲା। ଏଇନା ହଉଛି କେତେ 1940 ମସିହାର କଥା ଚାଲିଛି। 1942ରେ ଆନ୍ଦୋଳନ ହେଇଛି ବୁଝିହେଲା। ତ ଏଇନା ଯାଇ ଆନ୍ଦୋଳନ ଷ୍ଟାର୍ଟ ହେଇନି ଦେଖ ହେଲେ ବୁଝିହେଲା। ତ ହଉଛି ଗିରଫ ହେଲେ ଯେତେବେଳେ ଗାନ୍ଧିଜୀ ଚାହୁଁଥିଲେ ଏଇ ଆନ୍ଦୋଳନ ଟା ଯେମିତି ବେଶୀ ଦୂରିଆ ନ ବ୍ୟାପୁ। ଗାନ୍ଧିଜୀ ଚାହୁଁଥିଲେ ଏଇ ଆନ୍ଦୋଳନ ଯେମିତି ବେଶୀ ଦୂରିଆ ନ ବ୍ୟାପୁ। ଗାନ୍ଧିଜୀ ଏହି ଆନ୍ଦୋଳନକୁ ଏହି ଆନ୍ଦୋଳନକୁ ଆନ୍ଦୋଳନ ନ ବ୍ୟାପୁ ବୋଲି ଚାହୁଁଥିଲେ। ନ ବ୍ୟାପୁ ବୋଲି ଚାହୁଁଥିଲେ ହେଲା। ଗାନ୍ଧୀ ଚାହୁଁଥିଲେ ଯେ ଏଇ ଆନ୍ଦୋଳନଟା ଯେମିତି ଆମର ଭିତରେ ହିଁ ରହିଥାଉ ଚାହୁଁଥିଲେ। କିନ୍ତୁ ହଉଛି କିସ ହେଇଗଲା କଣ ଜାଣିଛୁ? ନିଆଁ ନିଆଁ କେବେ ମାନେ ଚୁପ ହେଇକି ରହିପାରେ କି? ନିଆଁ ଗୋଟେ ଘରେ ଲାଗିଛି ମାନେ କି ସବୁ ଘର ଜଳେଇବ ହେଲା। ସେମିତି ସ୍ଵାଧୀନତାର ନିଆଁ ହେଲା। ମାନେ ସ୍ଵାଧୀନତା ହଉଛି ତାଙ୍କର ନିଆଁ ହଉଛି ଲାଗିଛି ବୁଝିହେଲା। ଜଣଙ୍କ ପାଖରେ ଲାଗିଛି ମାନେ ଏଇଟା ଚାରିଆଡେ ବ୍ୟାପିଗଲା ବୁଝିହେଲା। ମାନେ 1941 ସୁଦ୍ଧା, କିନ୍ତୁ 1941 ମସିହା ସୁଦ୍ଧା କିନ୍ତୁ 1941 ମସିହା ସୁଦ୍ଧା କେତେ ଜଣ କୁହ ନା 25,000ରୁ ଉର୍ଦ୍ଧ୍ୱ, 25,000ରୁ ଅଧିକ ଲୋକ ଗିରଫ ହେଇଗଲେ। ମାନେ ଆନ୍ଦୋଳନ କରିକରି ହେଲା, ବ୍ୟକ୍ତିଗତ ଆନ୍ଦୋଳନ କରି 25,000ରୁ ଅଧିକ ଗିରଫ ହେଲେ ହେଲା। 25,000ରୁ ଅଧିକ ଗିରଫ ହେଲେ।
ତ ହଉଛି ଠିକ ଅଛି। ଯେତେବେଳେ ହଉଛି ବେଶୀ ଲୋକ ଉତ୍ପାତ করে ଭାରତର ଲୋକ ହେଲା, ସେତେବେଳେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କିଏ ଥାନ କୁହ ନା? ଭାରତର ପ୍ରଧାନମନ୍ତ୍ରୀ, ଭାରତର ମାନେ ଆମର ବଡଲାଟ ଥାନ ତ ହଉଛି କିଏ କହ? ବଡଲାଟ ଲର୍ଡ ରିଲିଥ କ। କିନ୍ତୁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ସେତେବେଳେ ଥାନ ହଉଛି ୱିନଷ୍ଟନ ଏସ ଚର୍ଚିଲ ହେଲା। ଯେତେବେଳେ ସେ ଦେଖିଲେ ଭାରତୀୟ ମାନେ ହଉଛି ବେଶୀ ହଉଛି କିସ ଉତ୍ପାତ କରୁଛନ୍, ଏପଟ ସେପଟ ହଉଛି ହୋ ହଲ୍ଲା କରୁଛନ୍, ସେ ହଉଛି କିସ କଲେ କହ? ଆମର ୱିନଷ୍ଟନ ଚର୍ଚିଲ ସିଏ ହଉଛି କ୍ରିପ୍ସ ଶୁଣିଛ ନା? କ୍ରିପ୍ସ କୁ ଭାରତକୁ ପଠେଇଲେ। ଷ୍ଟାଫୋର୍ଡ କ୍ରିପ୍ସ ଜଣେ ଲୋକ ହେଲା, ତାଙ୍କୁ କହିଲେ ହଉଛି ଆମର କିଏ, ଆମର ବଡଲାଟ ସରି ୱିନଷ୍ଟନ ଚର୍ଚିଲ କହିଲେ ଯାଅ ଭାରତକୁ ଯାଅ, ଭାରତୀୟ ଲୋକମାନଙ୍କର କିସ ଅସୁବିଧା ହେଇଛି, କଣ ପାଇଁ ହୋ ହଲ୍ଲା ହଉଛନ୍, ତାଙ୍କର କଥା ବୁଝ ହେଲା। ଦେଖିଦବା ସେଇଟା। ରୋହିତ ଶୁଣୁଛୁ ତ? 1942, ଏଇଟା ହଉଛି 1942 ମସିହା ଆସିଗଲା ହେଲା। 1942 ମାର୍ଚ୍ଚ ମାସରେ, 1942 ମାର୍ଚ୍ଚ ମାସରେ, ମାର୍ଚ୍ଚ ମାସରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ, ଇଂଲଣ୍ଡର ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚିଲ, ୱିନଷ୍ଟନ ଚର୍ଚିଲ, ୱିନଷ୍ଟନ ଚର୍ଚିଲ को परामर्श क्रमे, को परामर्श क्रमे, क्रमे ହେଲା, ୱିନଷ୍ଟନ ଚର୍ଚିଲଙ୍କ ପରାମର୍ଶ କ୍ରମେ ଷ୍ଟାଫୋର୍ଡ କ୍ରିପ୍ସ, ଷ୍ଟାଫୋର୍ଡ କ୍ରିପ୍ସ ଭାରତକୁ ଆସିଲେ, ଭାରତକୁ ଆସିଲେ, ଆସିଲେ ହେଲା। ତାପରେ ଭାରତକୁ ଆସିଲେ, ଭାରତକୁ ଆସିଲା ବେଳେ ସେ ହଉଛି କି ଯୋଉ ଭାରତୀୟ ମାନଙ୍କ ପାଇଁ ଦୁଇଟା ଅଫର ଆଣିଥିଲେ। ଅଫର ମାନେ ହଉଛି ପ୍ରସ୍ତାବ ହେଲା, ଅଫର ମାନେ ହଉଛି ପ୍ରସ୍ତାବ, ଅଫର ମାନେ ହଉଛି ପ୍ରସ୍ତାବ। ଷ୍ଟାଫୋର୍ଡ କ୍ରିପ୍ସ କୁ ପଠେଇଲେ କିଏ? ଷ୍ଟାଫୋର୍ଡ କ୍ରିପ୍ସ କୁ ପଠେଇଲେ ହଉଛି ଆମର ଏଇ ୱିନଷ୍ଟନ ଚର୍ଚିଲ କହିଲେ ହଉଛି ଯାଉ ଭାରତୀୟ ମାନେ ହଉଛି କିସ କହୁଛନ୍ ତାଙ୍କର କଥା ବୁଝ। କହୁଛି ଆସିଲେ ୱିନଷ୍ଟନ ଚର୍ଚିଲ ହେଲା, ତ ଦୁଇଟା ପ୍ରସ୍ତାବ ନେଇକି ଆସିଲେ ହେଲା। ସେଇଟାକୁ କୁହାଯାଏ କ୍ରିପ୍ସ ମିଶନ ନାମରେ ନାମିତ ହେଲା। ତ କ୍ରିପ୍ସ ମିଶନ କିସ ଏଇଠି ପଢବା ବୁଝିଲା। କ୍ରିପ୍ସ ମିଶନ କିସ ଏଇଠି ପଢବା, ଏଇଠି ଲେଖିବି ବୁଝିଲା, ମନେ ରଖିଲ, ମନେ ରଖିଲ କ୍ରିପ୍ସ ମିଶନ କିସ ହେଲା। ତ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, 5 ମାର୍କ ର 2 ମାର୍କ ର ବହୁତ ହେଲା, ସର୍ଟ ମାର୍କ ବି ପଡେ, ଲଙ୍ଗ କ୍ୱେଶ୍ଚନ। କ୍ରିପ୍ସ କ୍ୱେଶ୍ଚନ ଥିବ କ୍ରିପ୍ସ ମିଶନ କଣ ହେଲା, କ୍ରିପ୍ସ ମିଶନ କଣ, କେବେ ଆସିଥିଲା, ଆଉ କ୍ରିପ୍ସ ମିଶନ ର ପ୍ରସ୍ତାବ କଣ ଥିଲା ବୁଝିଲ। କ୍ରିପ୍ସ ମିଶନ କିସ କେବେ ଆସିଥିଲା? ଏହା ତ ସିଏ ଆସେ ଖାଲି ହାତରେ ଆସେନି ଯେ, 42 ମସିହା, ତମେ ଯେତିକି ଖର୍ଚ୍ଚ କରିବ ତମର ସାତ ଡବଲ ସେ ଦେଇକି ଯିବ ତମର। ଏହା 1942 ମସିହା ମାର୍ଚ୍ଚ ମାସରେ ଏମିତି ଥିଲା। ଏହା 1942 ଚାଷରେ ମାସରେ ଏତିକି ଭାରତକୁ ଦିନ କରିବ ଖର୍ଚ୍ଚ କରିବ କିନ୍ତୁ ଯିବ ବୋଲେ ନା ଏହା ତମେ। ମାର୍ଚ୍ଚ ମାସରେ ଭାରତକୁ ଆସିଥିଲେ। କ୍ରିପ୍ସ ମିଶନ କେବେ ଆସିଥିଲେ? 1942 ମସିହା ମାର୍ଚ୍ଚ ମାସରେ ଭାରତକୁ ଆସିଥିଲେ। ମାର୍ଚ୍ଚରେ ଭାରତକୁ ଆସିଥିଲା, ତକୁ ଆସିଥିଲା, ଆସିଥିଲା। କ୍ରିପ୍ସ ମିଶନ କେବେ ଆସିଥିଲା? ଭାରତକୁ 1942 ମସିହା ମାର୍ଚ୍ଚ ମାସରେ ଭାରତକୁ ଆସିଥିଲେ ବୁଝିଲା। ତ କ୍ରିପ୍ସ ମିଶନ ଟା କିଏ ଆଣିଥିଲେ? ଷ୍ଟାଫୋର୍ଡ କ୍ରିପ୍ସ, ଷ୍ଟାଫୋର୍ଡ କ୍ରିପ୍ସ ସେ ଦେଖିବା ପାଇଁ ଏମିତି ଥିଲା ହେଲା। ଷ୍ଟାଫୋର୍ଡ କ୍ରିପ୍ସ ତାଙ୍କ ନାମ ହଉଛି ଷ୍ଟାଫୋର୍ଡ କ୍ରିପ୍ସ। ଏହି ମିଶନକୁ ଷ୍ଟାଫୋର୍ଡ କ୍ରିପ୍ସ ଆଣିଥିଲେ। ଏହି ମିଶନକୁ ଷ୍ଟାଫୋର୍ଡ କ୍ରିପ୍ସ, ଷ୍ଟାଫୋର୍ଡ କ୍ରିପ୍ସ ଭାରତକୁ ଆଣିଥିଲେ, ଭାରତକୁ ଆଣିଥିଲେ, ଆଣିଥିଲେ ହେଲା। କହୁଛି ଯେତେବେଳେ ହଉଛି ଭାରତକୁ ଆସିଲେ କ୍ରିପ୍ସ ହେଲା, ଭାରତୀୟ ମାନଙ୍କର, ଭାରତୀୟ ମାନେ ନେତା କିଏ, ଭାରତୀୟ ଆମର ଭାରତୀୟ ନେତା ମାନେ କିଏ? ଗାନ୍ଧିଜୀ, ନେହେରୁ ହେଲା, ବଡ ବଡ ନେତା କିଏ? ଗାନ୍ଧିଜୀ, ନେହେରୁ, ଆମର ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ, ତାପରେ ହଉଛି ରାଜେନ୍ଦ୍ର ପ୍ରସାଦ, ଏଗୁଡା ନେତା ଥିଲେ ହେଲା। ସେମାନଙ୍କର ସହ କଥା ହେଲେ କିଏ? କ୍ରିପ୍ସ। ତ କ୍ରିପ୍ସ କଥା ହେଲେ, ପଚାରିଲେ ସେମାନଙ୍କୁ ତୁମର ଅସୁବିଧା କିସ ହେଇଛି ମାନେ, ମହାତ୍ମା ଗାନ୍ଧୀ କହିଲେ ଆମର ଦୁଇ ଦରକାର ଏଗୁଡା, ପୂର୍ଣ୍ଣ ସ୍ୱରାଜ୍ୟ ଦରକାର। ତ ହଉଛି କ୍ରିପ୍ସ କହିଲେ ହଉ ତୁମେ ମାନେ ଆମକୁ ଯୁଦ୍ଧରେ ସାହାଯ୍ୟ କର ହେଲା। କ୍ରିପ୍ସ କହିଲେ ଆମକୁ ଯୁଦ୍ଧରେ ସାହାଯ୍ୟ କର, ତ ଆମେ ମାନେ ଯେତେବେଳେ ହଉଛି ଯୁଦ୍ଧ ସର୍ବ, ତୁମକୁ ଦୁଇଟା ପ୍ରସ୍ତାବ ମାନେ ଦୁଇଟା ଜିନିଷ କରିଦେବୁ ହେଲା ତୁମର ପାଇଁ ବୁଝିହେଲା। କ୍ରିପ୍ସ ଦୁଇଟା ପ୍ରସ୍ତାବ ଦେଲେ ବୁଝିହେଲା। କ୍ରିପ୍ସଙ୍କ ପ୍ରସ୍ତାବ ଥିଲା କି
କ୍ରିପ୍ସଙ୍କ ପ୍ରସ୍ତାବ। କ୍ରିପ୍ସଙ୍କ ପ୍ରସ୍ତାବ କିସ ଥିଲା? କ୍ରିପ୍ସଙ୍କ ପ୍ରସ୍ତାବ ଥିଲା ଦୁଇଟା ପ୍ରସ୍ତାବ, ବୁଝିହେଲା। ପ୍ରଥମ ପ୍ରସ୍ତାବଟି ଥିଲା ହଉଛି ଭାରତକୁ ସ୍ୱାୟତ୍ତ ଶାସନ ଦିଆଯିବ। ଭାରତକୁ ଯୁଦ୍ଧ ସମାପ୍ତି ପରେ, ହେଲା, ଯୁଦ୍ଧ ସମାପ୍ତି, ହେଲା, ଦେଖ କେତେ ସାରା, ଯୁଦ୍ଧ ସମାପ୍ତି ପରେ ଭାରତକୁ ସ୍ୱାୟତ୍ତ ଶାସନ, ସ୍ୱାୟତ୍ତ ଶାସନ ଦିଆଯିବ, ହେଲା, ବୁଝିହେଲା। ଆଉ ସେକେଣ୍ଡ କାରଣ ହଉଛି ତାଙ୍କର, ନା ସେକେଣ୍ଡ ପ୍ରସ୍ତାବ ହଉଛି ଯୁଦ୍ଧ ସମାପ୍ତି ପରେ ହଉଛି ଭାରତକୁ ସ୍ୱାୟତ୍ତ ଶାସନ ଦିଆଯିବ। ଆଉ ସେକେଣ୍ଡ ହଉଛି ତାଙ୍କର କିସ ହବ ନା, ଭାରତୀୟ ପାଇଁ ଗୋଟେ ସମ୍ବିଧାନ ତିଆରି ହେବ। ଭାରତ ପାଇଁ ନୂତନ ସମ୍ବିଧାନ ତିଆରି ହେବ। ନୂତନ ସମ୍ବିଧାନ ତିଆରି ହେବ। ଭାରତ ପାଇଁ ନୂତନ ସମ୍ବିଧାନ ତିଆରି ହେବ, ହେଲା, ଭାରତ ପାଇଁ ନୂତନ ସମ୍ବିଧାନ ତିଆରି ହେବ। କିନ୍ତୁ ଦେଖ, କିନ୍ତୁ ତାଙ୍କର ଗୋଟେ ଅଛି ଏଇଠି କିନ୍ତୁ, ଏଇଟା ପାଇଁ ହଉଛି ଭାରତୀୟ ମାନେ ରାଗିଗଲେ, ହେଲା। ସେ ଯେ କହିଲେ କିନ୍ତୁ, ସେଇଟା ପାଇଁ ଭାରତୀୟ ମାନେ ଅଧିକା ରାଗିଗଲେ, ହେଲା। କିନ୍ତୁ ଯଦି କୌଣସି ଦଳ, ଦଳ ମାନେ କିସ, ଯେମିତି ହଉଛି କଂଗ୍ରେସ, କଂଗ୍ରେସ ହଉଛି ମହାତ୍ମା ଗାନ୍ଧୀ ଟିମ୍, ହେଲା। ଆଉ ଗୋଟେ ଦଳ ଥିଲା ମୁସଲମାନ ଦଳ, ମୁସଲିମ ଲିଗ ଦଳ, ହେଲା। ଯଦି କୌଣସି ଦଳ ଏହି ସମ୍ବିଧାନ ଗ୍ରହଣ ନ କରେ, ଏହି ସମ୍ବିଧାନ ଗ୍ରହଣ ନ କରେ, ଗ୍ରହଣ ନ କରେ, ତେବେ ତା ପାଇଁ ପୃଥକ ସମ୍ବିଧାନ ତିଆରି ହେବ। ତେବେ ତା ପାଇଁ ପୃଥକ ସମ୍ବିଧାନ, ପୃଥକ ସମ୍ବିଧାନ ହବ, ହେଲା। ଦେଖ କ୍ରିପ୍ସ କିସ କହିଲେ, ଲଙ୍କୁଚାନ ମନେ ରହିଯିବ, ହେଲା। ଶୁଣ ଖାଲି ଭଲସେ, ତ ହଉଛି ଫାଷ୍ଟ ଆଉଥରେ କହୁଛି, ହେଲା। କିସ ହେଲା କୁହ ନା, ଏଇଟା ଶୁଣ, 1939 ମସିହା କଥା, 1939 ମସିହା କଥା, କେବେ? 1939 ମସିହା, ଉଣେଇଶହ ହେଇଥାଏ ସେତେବେଳେ ହଉଛି 1939 କେତେ ହେଇଥାଏ? ସେପ୍ଟେମ୍ବର 3, ସେପ୍ଟେମ୍ବର 3 1939 ମସିହା, ହେଲା। ଆମର ହଉଛି ସେତେବେଳେ ହଉଛି ଇଂଲଣ୍ଡ ସରକାର କିସ କଲେ, ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଲେ। ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଲେ। ତ ଜର୍ମାନୀ ବିରୁଦ୍ଧରେ ଯେତେବେଳେ ଯୁଦ୍ଧ ଘୋଷଣା କରିଦେଲେ, ତ ହଉଛି ବିଶ୍ୱଯୁଦ୍ଧ ଆରମ୍ଭ ହେଇଗଲା, ବିଶ୍ୱଯୁଦ୍ଧ, ବୋମା ମାଡ ହେଲା ଚାରିଆଡୁ, ହେଲା। ଦେଶ ଦେଶ ଉପରେ ବୋମା ମାଡ ହେଲା, ବିଶ୍ୱଯୁଦ୍ଧ ଆରମ୍ଭ ହେଇଗଲା। ତ ବିଶ୍ୱଯୁଦ୍ଧ ଆରମ୍ଭ ହେଇଗଲା ଯେ କିସ, ଠିକ ଅଛି, ତ ହଉଛି ଇଂରେଜ, ତୁମେ ଜାଣିଛ ହଉଛି ଇଂରେଜ ମାନେ ହଉଛି ବହୁତ କମ ଲୋକ, ହେଲା। ତ ସେମାନେ ଏତେ କମ ଲୋକରେ ପାରବେ ନା, ଏହି ଏତେ ବଡ ଶାସକ ସହ ହିଟଲର ସହ ଯୁଦ୍ଧ କରୁଛନ୍ତି, ଅଳ୍ପ ସଂଖ୍ୟା ଲୋକରେ ହବନି, ହେଲା। ତ ସେମାନଙ୍କୁ ଯେତେବେଳେ ଆମର ଇଂରେଜ ମାନଙ୍କୁ ଯେତେବେଳେ ଲୋକ କମ ପଡିଲା, ସେମାନେ ହଉଛି ଭାରତୀୟ ମାନଙ୍କୁ କହିଲେ ଯେ, ଭାରତୀୟ ମାନଙ୍କୁ ନ ପଚାରିକି, ବୁଝିଲା, ଭାରତୀୟ ମାନଙ୍କୁ ନ ପଚାରିକି କିସ କଲେ, କହିଲେ ତୁମେ ଆମ ଟିମ୍ ସହ ଯୁଦ୍ଧ କରିବ, ବୁଝିଲା, ଆଦେଶ ଦେଲେ। ତ ଭାରତୀୟ ମାନେ ରାଗିଗଲେ। ଭାରତୀୟ ମାନେ ରାଗିକି ସେମାନେ ହଉଛି ନିନ୍ଦା କଲେ ଇଂରେଜ ସରକାରଙ୍କୁ, ହେଲା, ଇଂରେଜ ସରକାରକୁ ବିରୋଧ କଲେ, ହେଲା। ତ ଯେତେବେଳେ ବିରୋଧ କଲେ, ଏପଟେ ତ ଇଂରେଜ ସରକାର ଉପରେ ବୋମ ମାଡ ହଉଛି କୋଉଠୁ, ବିଶ୍ୱଯୁଦ୍ଧ ଚାଲିଛି, ହେଲା। ସେପଟେ ଯୁଦ୍ଧ ଟେନସନ, ଏପଟେ ହଉଛି ଆମର କି ଟେନସନ, ଭାରତୀୟ ମାନଙ୍କର ନିନ୍ଦା ଟେନସନ, ହେଲା। ତ ଇଂରେଜ ସରକାର ବ୍ୟସ୍ତରେ ପଡିଗଲେ। ଇଂରେଜ ସରକାର କିସ, ବ୍ୟସ୍ତରେ ପଡିଗଲେ, ଇଂରେଜ ସରକାର ବ୍ୟସ୍ତରେ ପଡିଗଲେ, ହେଲା। ତ ହଉଛି ଗାନ୍ଧିଜୀଙ୍କର ହଉଛି ମହାତ୍ମା ଗାନ୍ଧୀ ଇଂରେଜ ସରକାର ମାନେ ଦୁଃଖ ଦେଖି ହଉଛି ତାଙ୍କୁ ଦୟାହେଲା ମହାତ୍ମା ଗାନ୍ଧୀଙ୍କୁ। ମହାତ୍ମା ଗାନ୍ଧୀ କହିଲେ ହଉଛି କିସ, ଆମେ ତୁମକୁ ଯୁଦ୍ଧରେ ସାହାଯ୍ୟ କରିବୁ, ଆମର ଦୁଇଟା ଇଚ୍ଛା ପୂରଣ କର, ଆମେ ତୁମକୁ ଯୁଦ୍ଧରେ ସାହାଯ୍ୟ କରିବୁ, ଆମର ଦୁଇଟା ଇଚ୍ଛା ପୂରଣ କର। ଆମର କିସ କିସ ଇଚ୍ଛା, ବେଶୀ ବଡ ଇଚ୍ଛା ନାହିଁ, ଗୋଟେ ହଉଛି ପୂର୍ଣ୍ଣ ସ୍ୱରାଜ ପୂରଣ କରିଦେବୁ, ଆଉ ଗୋଟେ ହଉଛି ଆମର ପାଇଁ ସମ୍ବିଧାନ ଗୋଟେ ତିଆରି କରିଦବୁ, ହେଲା। ତ ଠିକ ଅଛି। ତ କିନ୍ତୁ କିସ କଲେ, ଯେତେବେଳେ ହଉଛି ଇଂରେଜ ସରକାର ଶୁଣିଲେ, ଇଂରେଜ ସରକାର ଟିକେ ବେଶୀ ବୁଦ୍ଧିଆ ଦେଖେଇଗଲା, ହେଲା। ଇଂରେଜ ସରକାର ବେଶୀ ବୁଦ୍ଧିଆ, ଇଂରେଜ ସରକାର ମାନେ କିଏ ଥାନ୍, ଲର୍ଡ ଲିଣ୍ଡିତ একমাত্র কোশ্চেন পড়ে লর্ড লিন্ডলিথ হଉଛି ସେତେବେଳକାର ସରକାର କିଏ ଥାନ୍, ଲର୍ଡ লিনলিথ ଗ, ହେଲା। ସେ କହିଲେ ହଉଛି ତୁମର ଦୁଇଟା ଇଚ୍ଛା ବଦଳରେ ମୁଁ ଚାରିଟା ଇଚ୍ଛା ଦେବି, ବୁଝିଲା, ତୁମର ଦୁଇଟା ଇଚ୍ଛା ବଦଳରେ ଚାରିଟା ଇଚ୍ଛା ପୂରଣ କରିବି। ପ୍ରଥମ ଇଚ୍ଛା କିସ, ସ୍ୱାୟତ୍ତ ଶାସନ ଦେବି। ସେକେଣ୍ଡ ହଉଛି ଯୁଦ୍ଧ ପରିଷଦ ଗଠନ କରିଦେବା ତୁମର ପାଇଁ। ଆଉ ଥାର୍ଡ ହଉଛି ସାମ୍ବିଧାନିକ ସଭା ଗୋଟେ ହବ। ଆଉ ଗୋଟେ ଫୋର୍ଥ ହଉଛି ତୁମର ବଡ ଲାଟଙ୍କ କାର୍ଯ୍ୟକାରିଣୀ ପରିଷଦ ଗୋଟେ ଗଠନ, ହେଲା। ତ ଏଇଟା ହଉଛି କିସ ନାମରେ, ଅଗଷ୍ଟ ଦାନ, ଅଗଷ୍ଟ ଦାନ। ତ ଏଇ ଯେ ଅଫର ଦେଇଥିଲେ, କିଏ ଦେଇଥିଲେ, ଲର୍ଡ ଲିନଲିଥ, କେବେ ଦେଇଥିଲେ, 1940, 1940 ଅଗଷ୍ଟ 8 ତାରିଖ ଦିନ, ହେଲା। ଏହାକୁ ହଉଛି କି ନାମରେ ନାମିତ କରାଯାଇଛି, ଆମର ହଉଛି ଏ ନାମରେ, କିସ, ଅଗଷ୍ଟ ଦାନ, ହେଲା। ତ କ୍ୱେଶ୍ଚନ ପଡେ ଅଗଷ୍ଟ ଦାନ କାହାକୁ କୁହାଯାଏ, ଅଗଷ୍ଟ ଦାନ କାହାକୁ କୁହାଯାଏ, ହେଲା।
क्वेश्चन पड़े ଅଗଷ୍ଟ ସ୍ଥାନ କାହାକୁ କୁହାଯାଏ? ଆଉ ଅଗଷ୍ଟ ସ୍ଥାନରେ କିସ କିସ ସର୍ତ୍ତ ଥିଲା? ହେଲା, ଚାରିଟା ପଏଣ୍ଟ ଲେଖିଦବ, ନିହାତି 2 ମାର୍କ କି 5 ମାର୍କ ଫୁଲକୁ ଫୁଲ ଲେଖି ପାଇଯିବ ହେଲା। ତ କିସ କହିଲି, ଯେତେବେଳେ ହଉଛି ଭାରତୀୟ ମାନେ ଯେତେବେଳେ ଜାଣିଲେ ଆମର ଆମକୁ ଗାଣ୍ଡେଇ ଦେଇତେ ଚାହୁଁଛନ୍ତି ହେଲା, ଚାରିଟା ଦାନ ଦେଇକି ଆମର ଦୁଇଟା ଇଚ୍ଛା ତ ପୂରଣ କଲେନି, ଆମକୁ ଚାରିଟା ଇଚ୍ଛା ଦେଇକି ଗାଣ୍ଡେଇବା ପାଇଁ ଚାହୁଁଛନ୍ତି। ତ ହଉଛି ମହାତ୍ମା ଗାନ୍ଧୀ ହଉଛି ଆନ୍ଦୋଳନ ଷ୍ଟାର୍ଟ କରିଦେଲେ ହେଲା, ବ୍ୟକ୍ତିଗତ ଆନ୍ଦୋଳନ। ତ ବ୍ୟକ୍ତିଗତ ଆନ୍ଦୋଳନ ଷ୍ଟାର୍ଟ କଲେ ବେଳେ ପ୍ରଥମ ଆନ୍ଦୋଳନ ଭାବରେ କିଏ ଗିରଫ ହେଲା? ବିନୋବା ଭାବେ। 1 ମାର୍କର ସର୍ଟ କ୍ୱେଶ୍ଚନ ପଡେ, ଆମର ଭାରତ ଛାଡ ଆନ୍ଦୋଳନରେ ପ୍ରଥମେ କିଏ ଗିରଫ ହେଇଥିଲା? ବିନୋବା ଭାବେ। କୋଉଠି ଆନ୍ଦୋଳନ କରୁଥିଲେ? ସିଏ ହଉଛି ପାନାଉର। ପାନାଉର ହେଲା, ପାନାଉର ଠାରେ। ପାନାଉର ଗୋଟେ ଜାଗାର ନାମ। କେବେ ଗିରଫ ହେଲେ? 1940 ଅକ୍ଟୋବର 17 ତାରିଖ ଦିନ ହେଲା। ତ ହଉଛି ସରିଲା ସେଇଟା। ତାପରେ ହଉଛି ଜବାହରଲାଲ ନେହେରୁ ସେକେଣ୍ଡ ସେକେଣ୍ଡ ସେକେଣ୍ଡରେ କିଏ ଗିରଫ ହେଲା? ଜବାହରଲାଲ ନେହେରୁ ହେଲା, ଜବାହରଲାଲ ନେହେରୁ ଗିରଫ ହେଇଗଲେ। ତାପରେ ଜବାହରଲାଲ ନେହେରୁ ଗିରଫ ହେଲା ବେଳେ ମହାତ୍ମା ଗାନ୍ଧୀ ଚାହୁଁଛନ୍ତି ହଉଛି ଯେମିତି ହଉଛି ଆମର ହଉଛି ବହୁତ କମ ଲୋକ ଜାଣନ୍ତି ଯେ ଆନ୍ଦୋଳନ ହଉଛି ବୋଲି ହେଲା। କିନ୍ତୁ ହଉଛି ଦେଖ, ଜଣେ ୟାକୁ ଦେଖିକି ଇଏ ଆନ୍ଦୋଳନ ଷ୍ଟାର୍ଟ କଲା, ମହାତ୍ମା ଗାନ୍ଧୀଙ୍କୁ ଦେଖିକି ବିନୋବା ଭାବେ, ବିନୋବା ଭାବେ ଦେଖିକି ଜବାହରଲାଲ ନେହେରୁଙ୍କୁ ଦେଖିକି ଆରି କେତେ ଜଣ ହେଲା। ସେମିତି ହଉ ହଉ 1941 ସୁଦ୍ଧା କେତେ ଜଣ? 25,000ରୁ ଉର୍ଦ୍ଧ୍ୱ ଲୋକ। ତ 25,000ରୁ ଉର୍ଦ୍ଧ୍ୱ ଲୋକ ମାନେ କିସ ଗଣ ଆନ୍ଦୋଳନ ଷ୍ଟାର୍ଟ ହେଇଯିବ ହେଲା। ତ ଯେତେବେଳେ ହଉଛି 25,000ରୁ ଉର୍ଦ୍ଧ୍ୱ ଲୋକ ଗିରଫ ହେଇ ସାରିଲେ, ତ ହଉଛି ଆମର କିସ କଲେ? ଇଂଲଣ୍ଡର ପ୍ରଧାନମନ୍ତ୍ରୀ ସେତେବେଳେ ଥାନ ହଉଛି ୱିନଷ୍ଟନ ଚର୍ଚିଲ। ସେ ହଉଛି କିସ କଲେ? ସେ ହଉଛି 1942 ମାର୍ଚ୍ଚ ମାସରେ କାହାକୁ ପଠେଇଲେ? ଷ୍ଟାଫୋର୍ଡ କ୍ରିପ୍ସକୁ ଭାରତକୁ ପଠେଇଲେ। କହିଲେ ହଉଛି ଯାଅ ଭାରତୀୟ ଲୋକମାନଙ୍କର କିସ ଅସୁବିଧା ହେଇଛି ଯାଇକି ପଚାରି ବୁଝ ହେଲା, ଆଉ ଯାହା ଇଚ୍ଛା କହୁଛନ୍ତି ପୂରଣ କରିଦିଅ ବୁଝିଲା। ତ ଷ୍ଟାଫୋର୍ଡ କ୍ରିପ୍ସ ଆସିଲେ କେବେ? 1942 ମାର୍ଚ୍ଚ ମାସରେ ଆସିଲେ ହେଲା। ଏହାକୁ କ୍ରିପ୍ସ ମିଶନ ବୋଲି କୁହାଯାଏ। ମାନେ ସେଇ ଏ, କିସ ତାଙ୍କର ସହ ଆଣିଥିଲେ ଦୁଇଟା ଦୁଇଟା ପ୍ରସ୍ତାବ। ସେ ଆସିକି ହଉଛି ଭାରତୀୟ ମାନଙ୍କ ସହ କଥା ହେଲେ, କହିଲେ ହଉଛି ତୁମକୁ ଦୁଇଟା ପ୍ରସ୍ତାବ ଦଉଛି ହେଲା। ପ୍ରଥମ ପ୍ରସ୍ତାବଟି କିସ? ଯୁଦ୍ଧ ସମାପ୍ତି ପରେ ଭାରତକୁ ସ୍ୱାୟତ୍ତ ଶାସନ ଦିଆଯିବ। ମାନେ ଭାରତକୁ ହଉଛି କିସ, ମାନେ ଆଜାଦି ଦିଆଯିବ। ଆଜାଦି ମାନେ ହଉଛି କିଛି ଅଞ୍ଚଳ ହେଲା, କିଛି ଅଞ୍ଚଳ ପାଇଁ ହିଁ, ପୁରା ଭାରତ ବର୍ଷ ନାହିଁ, କିଛି ଅଞ୍ଚଳ ପାଇଁ ହିଁ ତୁମକୁ ଆଜାଦି ଦିଆଯିବ ବୁଝିଲ। ତାପରେ ହଉଛି ସେକେଣ୍ଡ କାରଣ ହଉଛି ଭାରତ ପାଇଁ ଗୋଟେ ନୂଆ ସମ୍ବିଧାନ ତିଆରି ହବ ହେଲା। କିନ୍ତୁ ଯଦି ତୁମର କେଉଁ ଦଳ ସମ୍ବିଧାନ ଗ୍ରହଣ ନ କରେ, ତେବେ ହଉଛି କିସ ହବ? ସମ୍ବିଧାନ ଯଦି ଗ୍ରହଣ ନ କଲ, ତେବେ ହଉଛି ତୁମର ହଉଛି ତାର ପାଇଁ ଅଲଗା ସମ୍ବିଧାନ ତିଆରି ହବ। ଦେଖ, ତୁମର ହଉଛି ଏଇଟା ହଉଛି ଭାରତ ହେଲା। ଏଠି ବହୁତ ଗୁଡା ଦଳ ଅଛନ୍ତି। ବହୁତ ଗୁଡା ଦଳ ମାନେ ମୁସଲିମ ଦଳ ହେଲା, କଂଗ୍ରେସ ଦଳ। ତ ଯଦି ଧରାଯାଉ ମୁସଲିମର ଅଲଗା ସମ୍ବିଧାନ ହବ, ୟାର ଅଲଗା ସମ୍ବିଧାନ ହବ, ଗୋଟେ ଦେଶ ଭିତରେ ଯଦି ଅଲଗା ଅଲଗା ସମ୍ବିଧାନ ହବ, ଏମାନେ ଭାଗ ହେଇଯିବେ ନା ନାଇଁ? ମୁସଲମାନ ମାନେ ଏମାନେ ଭାଇ ଭାଇ ହେଇକି ରହୁଥିଲେ, ଯଦି ଅଲଗା ସମ୍ବିଧାନ ତିଆରି ହେଲା, ତ କିଛି ଭାଗ ହେଇଯିବେ, ଦେଶ ଖଣ୍ଡ ବିଖଣ୍ଡିତ ହେଇଯିବ। ମୁସଲିମ କହିବା ହଉଛି ଆମର ସମ୍ବିଧାନ ଅଲଗା ମାନେ ଆମର ଗୋଟେ ଦେଶ ଅଲଗା କରିଦେବ ହେଲା। ତ ଭାରତୀୟ ମାନେ ସେଇଟା ଚାହୁଁନଥିଲେ ହେଲା। ମହାତ୍ମା ଗାନ୍ଧୀ କହିଲେ ନାଇଁ, ନା ଆନ୍ଦୋଳନ କରତେ ହବ ବୁଝିଲା। ଆନ୍ଦୋଳନ କରିବା ପାଇଁ ହବ ନିହାତି ହେଲା। ତ ମହାତ୍ମା ଗାନ୍ଧୀ କହିଲେ ହଉ, ଆନ୍ଦୋଳନ ଷ୍ଟାର୍ଟ କରିଦବା ହେଲା। ତ ମହାତ୍ମା ଗାନ୍ଧୀ କିସ କଲେ ପରେ? ମହାତ୍ମା ଗାନ୍ଧୀ ହଉଛି 1942 ସେତେବେଳେ ଥାଏ ହଉଛି 1942। ନେକ୍ସଟ ଲେଖୁଛି ଆନ୍ଦୋଳନ କିପରି ଆଉ କୋଉଠି ହେଲା ହେଲା। ଆନ୍ଦୋଳନ ଷ୍ଟାର୍ଟ କରିବେ କହିଲେ ହେଲା। ୟାର ପରେ 10 ମିନିଟ ପରେ କଟିଯିବ, ଆଉ ଥରେ ଲିଙ୍କ ପଠେଇବେ ଆଜି ସାରବା ବିଷୟ ହେଲା। ବସି ପାରବ ନା? ବସି ପାରବ ନା ନାଇଁ? ହ୍ୟାଲୋ, ମାଇକ୍ ଅନ୍ କର, ମାଇକ୍ ଅନ୍ କର, ଅଫ୍ କରିଛୁ ସବୁ। ହ୍ୟାଲୋ, ଆଜ୍ଞା ସାର୍। ବସି ପାରବ ନା? ସାରବା ଯାଇ ବସି ପାରବ ନା ନାଇଁ? ଆଜ୍ଞା ନା। ତ ହଉଛି ବୁଝି ହଉଛି ନା? ଆଜ୍ଞା ଆଜ୍ଞା ହେଲା। ବୁଝି ଅଛି। ତ ହଉଛି କି ଆନ୍ଦୋଳନ କିପରି ଆଉ କୋଉଠି ଆରମ୍ଭ ହେଲା? ଆନ୍ଦୋଳନ କଣ ପାଇଁ ଆରମ୍ଭ ହଉଛି ଜାଣିଲ ତ? ହେଲା। ତ ମୁଁ କହିଥିଲି ହଉଛି ଆନ୍ଦୋଳନ କେତେଟା କାରଣ ଥିଲା, ଏଇଟା ଗୋଟେ ଲଘୁ କ୍ୱେଶ୍ଚନ ପଡେ। ଆନ୍ଦୋଳନର ଚାରିଟା କାରଣ। କ୍ରିପ୍ସ ମିଶନ ଆସିଥିଲା, ସେଇଟା ଗୋଟେ ବିଫଳ ହେଇଗଲା ହେଲା, ସେଇଟା ଗୋଟେ କାରଣ। ଆଉ ହଉଛି ଭାରତୀୟ ମାନେ ରାଗିକି ଥିଲେ ହଉଛି କିସ, ଭାରତୀୟ ମାନଙ୍କ ବିନା ପରାମର୍ଶରେ ବ୍ରିଟିଶ ସରକାର ହଉଛି ସେମାନଙ୍କୁ ମିତ୍ର ଶକ୍ତିରେ ସାମିଲ କରିଦେଇଥିଲା, ଏଇଟା ଗୋଟେ କାରଣ, ରାଗିଗଲେ ସେଠି ହେଲା। ତାପରେ ହଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କିସ, ସରକାରଙ୍କ ଅତ୍ୟାଚାର ହେଲା, ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥାଏ ନା। ଏଇଟା ଆକ୍ଚୁଆଲି ପ୍ରଥମ କାରଣ ହେଲା। ପ୍ରଥମ ହଉଛି 1939 କଥା ଇଏ। 1939 ଏଇଟାରେ ହଉଛି ରାଗିକି ଥିଲା, କିନ୍ତୁ ହଉଛି କିଛି କରୁନଥିଲା ବୁଝିଲା। ତାପରେ ହଉଛି 1942 ହଉଛି କିସ ହେଲା, କ୍ରିପ୍ସ ମିଶନ ବିଫଳିତ ହେଇଗଲା, ଏଇଟା ସେକେଣ୍ଡ କାରଣ। ତାପରେ ହଉଛି ଥାର୍ଡ କାରଣ ହଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ମାନେ ହଉଛି କିସ, ତୁମେ ଜାଣିଛ ଇଂରେଜ ସରକାର କିସ ଆଦାୟ କରୁଥିଲା? କର। ତ କର ଆଦାୟ କରିବେ ମାନେ ହେଲା, ଅଲଗା ଦିନରେ ନହେଲେ ହଉଛି ଭଲସେ ଦେଇ ଦଉଥିଲେ ହେଲା।
କିନ୍ତୁ ବିଶ୍ୱଯୁଦ୍ଧ ଚାଲିଥିବ ହେଲା, ତୁମେ ଘରେ ଥିବ, ତୁମର ଏଇଟା ଧାନ ଘର ଥିବ, ଏଇଠି ଆସିକି ବମ୍ ପଡିଗଲା, ତ ଧାନ ଫାନ ନଷ୍ଟ ହେଇଯାଇଥିବ ନା ନାଇଁ? ନଷ୍ଟ ହେଇଯାଇଥିବ। ଆଉ ଯଦି ଏଇ ଲୋକଟାକୁ ଏଇନା ମୁଁ କର ମାଗିବି, ଦେ ତ ଧାନ ଦେ, 2 ବେଲା ଧାନ ଦେ, ସେ ଦବ ନା? ଦେଇପାରିବନି। ତ ହଉଛି ଇଏ ଦେଇ ନ ପାରିଲା ବେଳେ କି ଇଂରେଜ ସରକାର ଜବରଦସ୍ତି କଲେ, ପିଟା ପିଟି କଲେ ହେଲା, ତ ହଉଛି ସେଇଟା ପାଇଁ ବି ରାଗିକି ଥିଲେ ହେଲା। ଆଉ ହଉଛି 1929 ଡିସେମ୍ବର 31 ତାରିଖ ଦିନ, ମନେ ଥିବ, କିସ ପୂର୍ଣ୍ଣ ସ୍ୱରାଜ ଭାରତର ଲକ୍ଷ୍ୟ, ଆଉ ଜବାହରଲାଲ ନେହେରୁ କହିଥିଲେ ହେଲା। ତ ସେ ପୂର୍ଣ୍ଣ ସ୍ୱରାଜ ସେବେଠୁ ଦାବି କରୁଛନ୍, ମାନେ ହଉଛି ଭାରତର ସ୍ଵାଧୀନତା ସେବେଠୁ ଦାବି କରୁଛନ୍ ହେଲା। ତ କିନ୍ତୁ ପୂରଣ କରୁଛନ୍ କି ନା? ହେଲା, ତ ପୂରଣ କରୁନାହାନ୍ତି। ଆଉ ହଉଛି 1937 ବି ଆଉଥରେ ଦାବି କରିଥିଲେ, ବୁଝିଲା। ତ ସେଇଟା ବି ପୂରଣ କରୁନଥିଲେ ବୋଲି କିସ, ସେଇଟା ବି ଗୋଟେ କାରଣ ହଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବା ହେଲା। ତ ପଢିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ କଣ ପାଇଁ ଆରମ୍ଭ ହେଇଥିଲା, ଚାରିଟା କାରଣ ଲେଖବ ହେଲା, ଚାରିଟା କାରଣ ଲେଖବ, ବୁଝିହେଲା। ଚାରିଟା କାରଣ ଲେଖବ। ତ ହଉଛି କିସ, କ୍ରିପ୍ସ ମିଶନ ପଡିଲା, ଆନ୍ଦୋଳନ କିପରି ଆଉ କୋଉଠି ଆରମ୍ଭ ହେଲା ହେଲା। ତ ଏଇନା ପଢବା ହଉଛି ଫାର୍ଷ୍ଟ ପଏଣ୍ଟ ଲେଖିଦବା। ଫାର୍ଷ୍ଟ ପଏଣ୍ଟ ହଉଛି 1942 ମସିହା, 1942 ମସିହା ଜୁଲାଇ 6, ବୁଝିହେଲା, ଜୁଲାଇ 6 ରୁ ଆମର ହଉଛି ଜୁଲାଇ 14 ପର୍ଯ୍ୟନ୍ତ, ଜୁଲାଇ 6 ରୁ 14 ହେଲା, 14 ପର୍ଯ୍ୟନ୍ତ ଗୋଟେ ମିଟିଂ ବସିଲା ହେଲା। କେମିତି ମାନେ ହଉଛି ମିଟିଂ ବସେଇଲେ, ଗାନ୍ଧିଜୀ ଗୋଟେ ମିଟିଂ ଡକେଇଲେ ହେଲା। 1942 ମସିହା ଜୁଲାଇ ମାସରେ 6 ତାରିଖରୁ 14 ତାରିଖ ମିଟିଂ ବସିଲା। କୋଉଠି? ଆମର ହଉଛି ଏଇଟା ହଉଛି ୱାର୍ଧା ଠାରେ, ୱାର୍ଧା, ୱାର୍ଧାରେ ମିଟିଂ ବସିଲା ହେଲା, MEETING, ମିଟିଂ ବସିଲା ହେଲା। କଣ ପାଇଁ? କାରଣ ହଉଛି ମିଟିଂ ବସିଲା, ଅସହଯୋଗ ହଉଛି ଭାରତ ଛାଡ ଆନ୍ଦୋଳନ କିପରି ଆରମ୍ଭ ହବ, ଭାରତ ଛାଡ ଆନ୍ଦୋଳନ ଆନ୍ଦୋଳନ କିପରି ଆରମ୍ଭ ହବ ହେଲା। ମିଟିଂ ବସିଲା କେବେ? 1942 ମସିହା ଜୁଲାଇ 6 ରୁ 14 ତାରିଖ ଦିନ, ୱାର୍ଧାଠାରେ ମିଟିଂ ବସେଇଲେ ହଉଛି ଭାରତ ଛାଡ ଆନ୍ଦୋଳନ କେମିତି ଆରମ୍ଭ କରବା ହେଲା, କରବା ନା ନାଇଁ ହେଲା। ଆମର ଲକ୍ଷ୍ୟ ହଉଛି ଇଂରେଜ ମାନଙ୍କୁ ଭାରତରୁ ତୋଡିବା, ଆମର ହଉଛି କିସ, ପୂର୍ଣ୍ଣ ସ୍ୱରାଜ ହଉଛି ଲକ୍ଷ୍ୟ। ତ ହଉଛି ଏଇଟା ଆମର ହଉଛି ଲକ୍ଷ୍ୟ ହେଲା। ମିଟିଂ ବସିଲା, ଠିକ ଅଛି ହେଲା। ତ ମିଟିଂ ବସି ସାରିଲା ପରେ ତାପରେ ହଉଛି ମିଟିଂ ବସିଲା, ତ ହଉଛି ଆରମ୍ଭ କିନ୍ତୁ ଏଦିନ ହେଇନଥିଲା, ଏଦିନ ଖାଲି ମିଟିଂ ବସିଲା, କେମିତି ଆରମ୍ଭ କରବା, କେବେ ଆରମ୍ଭ କରବା ହେଲା। ତ ଆରମ୍ଭ କେବେ ହେଲା କୁହନା, ଭେରି ଭେରି ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚନ। ଆରମ୍ଭ ହେଲା ହଉଛି 1942 ଅଗଷ୍ଟ 7 ହେଲା, ମୁମ୍ବାଇରେ। କୋଉଠି? ମୁମ୍ବାଇ, ମୁମ୍ବାଇ ଶୁଣିଛ? ଆଗରୁ ହଉଛି, ଏଇନା ସିନା ଏଇନା ବମ୍ବେ କୁହାଯାଏ ହେଲା, ଆଗରୁ ମୁମ୍ବାଇ କୁହା ହଉଥିଲା ନା ଏଇନା ମୁମ୍ବାଇ କୁହା ହଉଛି? ମୁମ୍ବାଇ, 1942 ଅଗଷ୍ଟ 7 ତାରିଖ ଦିନ ହେଲା, ମୁମ୍ବାଇ ଠାରେ, ବୁଝିହେଲା, ମୌଲାନା ସେତେବେଳେ ଥାନ ହଉଛି ମୌଲାନା ଆବୁଲ କଲାମ ଆଜାଦ, ଶୁଣିଥିବ ନାମଟା। ଆମର ହଉଛି ସେକେଣ୍ଡ ବିଷୟରେ ଶୁଣିଥିବ, ଅସହଯୋଗ ଆନ୍ଦୋଳନ ବିଷୟରେ ଶୁଣିଥିବ। ଇଏ ହଉଛି ସ୍ଵାଧୀନତା ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ହେଲା, ମୌଲାନା ଆବୁଲ କାଲାମ ଆଜାଦ, ମୌଲାନା ଅବୁଲ କାଲାମ ଆଜାଦ ଙ୍କ ଉପସ୍ଥିତିରେ, ଆଜାଦଙ୍କ ଉପସ୍ଥିତିରେ, ସେଥିରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହେଲା। ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହେଲା। କେବେ ଆରମ୍ଭ ହେଲା ଭାରତ ଛାଡ ଆନ୍ଦୋଳନ? 1942 ଅଗଷ୍ଟ 7 ତାରିଖ ଦିନ, ବୁଝିହେଲା। ତ ମିଟିଂ କେବେ ବସିଥିଲା? ମିଟିଂ ବସିଥିଲା ହଉଛି 1942 ଜୁଲାଇ 7 ରୁ 14 ତାରିଖ ଦିନ, 7 ରୁ ଜୁଲାଇ 6 ରୁ 14 ହେଲା। ଏତିକି ଦିନ ମିଟିଂ ବସିଲା, ତାପରେ ହଉଛି ଏତିକି ଦିନ ମିଟିଂ ବସିଲା, ତାପରେ ହଉଛି ସେ ମିଟିଂ ରେ ଡିସ୍କସନ କଲେ କେବେ ଆରମ୍ଭ ହବ ହେଲା। ତ ଆରମ୍ଭ କଲେ କେବେ? 1942 ଅଗଷ୍ଟ 7 ତାରିଖ ଦିନ, ବୁଝିହେଲା, ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହେଲା ହେଲା। ତ ଏଇ ଭାରତ ଛାଡ ଆନ୍ଦୋଳନରେ କିଏ ସଭାପତିତ୍ୱ କରିଥିଲେ ଜାଣିଛ? ଏଇ ଭାରତ ଛାଡ ଆନ୍ଦୋଳନରେ ସଭାପତିତ୍ୱ କରିଥିଲେ ହଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଲେଖିଦବା। ଏହି ଦିନ
ଏହି ଦିନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଟିକେ ଖାଲି ମୌଲାନା ଅବୁଲ କାଲାମ ଥିଲେ ସେଠି ଉପସ୍ଥିତି ଥିଲେ ହେଲା। ତ ହଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମଧ୍ୟ ଥିଲେ। ଏହି ଦିନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମଧ୍ୟ ଥିଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବଲ୍ଲଭ ବଲ୍ଲଭ ଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ମଧ୍ୟ ଉପସ୍ଥିତ ଥିଲେ ବୁଝିହେଲା। ସିଏ ମଧ୍ୟ କହିଲେ ହଉଛି କିସ ଭାରତ ଛାଡ ଆନ୍ଦୋଳନ ହେବା ଦରକାର ହେଲା, ନହେଲେ ହଉଛି ଇଂରେଜ ମାନେ ଯିବେନି ହେଲା। ସିଏ ମଧ୍ୟ ସମର୍ଥନ କଲେ ହେଲା। ତାପରେ ହଉଛି ଗାନ୍ଧିଜୀ। ଗାନ୍ଧିଜୀ ହଉଛି ସେଦିନ କିସ କହିଲେ? ଆକ୍ଚୁଆଲି ଆରମ୍ଭ ହେଇଥିଲା କେବେ କୁହନା? ଏଇଟା ହଉଛି ମିଟିଂ ବସିଥିଲା ହଉଛି 1900 ମାନେ ଅଗଷ୍ଟ 7 ହେଲା। କିନ୍ତୁ ପ୍ରକୃତରେ ଆରମ୍ଭ ହେଲା କେବେ? ଅଗଷ୍ଟ 8 ତାରିଖ ଦିନ ବୁଝିହେଲା। ଅଗଷ୍ଟ 7 ତାରିଖ ଦିନ ରାତିରେ ବସିଥିଲା, ତ ରାତିରେ ହେଉଛି ଅଗଷ୍ଟ 8 ହେଇଗଲା ବୁଝିହେଲା। ଅଗଷ୍ଟ 8 ତାରିଖ ଦିନ ଗାନ୍ଧିଜୀ କହିଲେ ହଉଛି, ଲେଖିଦବା, ଅଗଷ୍ଟ 8, ଅଗଷ୍ଟ 8 ତାରିଖ ଦିନ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହେଲା। ଭାରତ ଛାଡ ଆନ୍ଦୋଳନ ପ୍ରସ୍ତାବକୁ ତାକୁ କଂଗ୍ରେସ ଅନୁମୋଦନ କଲା। କଂଗ୍ରେସ ଅନୁମୋଦନ କଲା ହେଲା। ଆଉ ଗାନ୍ଧିଜୀ କିସ କହିଲେ ଜାଣିଛ? ଗାନ୍ଧିଜୀ କହିଲେ ହଉଛି ସ୍ଵାଧୀନତା ଆମର ପ୍ରାପ୍ୟ, କର ବା ମର ହେଲା। ସ୍ଵାଧୀନତା ଆମର ପ୍ରାପ୍ୟ, କର ବା ମର। ଗାନ୍ଧିଜୀ ସେଦିନ ଯାହା କହିଥିଲେ ସେଇଟା କ୍ୱେଶ୍ଚନ ପଡେ 2 ମାର୍କ ବୁଝିଲେ। ଗାନ୍ଧିଜୀ ସେଦିନ ଯାହା କହିଥିଲେ ସେଇଟା 2 ମାର୍କ କ୍ୱେଶ୍ଚନ ପଡେ। ଗାନ୍ଧିଜୀ କହିଲେ ହଉଛି, ଏଇନା କଟିଯିବ ଆଉ ଥରେ ଲିଙ୍କ ପଠେଇବି। ଗାନ୍ଧିଜୀ କହିଲେ ସ୍ଵାଧୀନତା ଆମର ପ୍ରାପ୍ୟ, ସେଥିପାଇଁ ଗୋଟେ ମନ୍ତ୍ର ଅଛି, ଗୋଟେ ମନ୍ତ୍ର ଅଛି, କର ବା ମର। ଆମ ମାତୃଭୂମିକୁ ଆମେ ସ୍ଵାଧୀନ କରିବା କିମ୍ବା ସେଥିପାଇଁ ମରିବା ହେଲା। ଏତିକି କହିଥିଲେ। କଟିଯିବ ଏଇନା। ହ୍ୟାଲୋ, ଷ୍ଟାର୍ଟ କରିଦଉଛି। କିସ କହିଲି? ଆନ୍ଦୋଳନ କାହିଁକି ହେଲା ସବୁ ପଢିଲ ହେଲା। ଏଇଠୁ ଆଉ ଟିକେ ଖାଲି କହିଦଉଛି ଆନ୍ଦୋଳନ ବିସ୍ତାର କିପରି ହେଲା। ମହାରାଷ୍ଟ୍ରରେ ପ୍ରଥମେ ଏଇ ଆନ୍ଦୋଳନ ଇୟା ହେଲା, ଷ୍ଟାର୍ଟ ହେଲା। ମହାରାଷ୍ଟ୍ରରୁ କିସ, ମହାରାଷ୍ଟ୍ରରୁ ଚାରିଆଡେ ବ୍ୟାପିଗଲା। ମହାରାଷ୍ଟ୍ରରୁ ଚାରିଆଡେ ବ୍ୟାପିଗଲା। ମହାରାଷ୍ଟ୍ରରୁ ଚାରିଆଡେ ବ୍ୟାପିଲା। ମହାରାଷ୍ଟ୍ର ମହାରାଷ୍ଟ୍ରର ୱାୟାରଲେସ୍ କେନ୍ଦ୍ରରୁ ଚାରିଆଡେ ବ୍ୟାପିଲା। ତାପରେ ହଉଛି ଲୋକମାନେ କିସ କଲେ? ଥାନା ଘେରାଉ କଲେ। ଲୋକମାନେ ଥାନା ଘେରାଉ କଲେ। ଆଉ କିସ କଲେ? ପୋଲିସ ଷ୍ଟେସନ ଅବରୋଧ କଲେ। ଆଉ ହଉଛି ସ୍କୁଲ ବନ୍ଦ କଲେ। ଅଫିସ, ଶିକ୍ଷାନୁଷ୍ଠାନ, ଅଫିସ, ରେଲୱେ ଷ୍ଟେସନ ସବୁ କର୍ଣ୍ଣାଟକରେ ବନ୍ଦ କରାଗଲା। ବିହାରର ଛାତ୍ରମାନେ ହଉଛି ସଚିବାଳୟରେ ଜାତୀୟ ପତାକା ଉଡେଇଦେଲେ। ଆଉ 1942 ମସିହାରେ ସେଇଟା ସେଇଠି 1942 ଅଗଷ୍ଟ 11ରେ ସଚିବାଳୟରେ ଜାତୀୟ ପତାକା ଉଡେଇଲେ। ତାପରେ ଆସାମରେ କିସ କଲେ? ଖାଦ୍ୟପେୟକୁ ନଷ୍ଟ କରିଦେଲେ। ତ ସରକାରଙ୍କର ଦମନ କିସ କଲେ? ସରକାର କହିଲେ ହଉଛି ଜେଲ ବନ୍ଦ। ସରକାର କଲେ ହଉଛି ଲୋକମାନଙ୍କୁ ଜେଲ କରିଦେଲେ। ଲାଠି ମାଡ କଲେ, ଗୁଳି ଚାଳନା କଲେ। ଆଉ 1942 ମସିହାରେ ଆମର କିଏ? ୱିନଷ୍ଟନ ଚର୍ଚ୍ଚିଲ ଘୋଷଣା କଲେ ଯେ ଆନ୍ଦୋଳନ ଦମନ କରାଯାଇଛି ହେଲା। କୋଉଠି ଘୋଷଣା କଲେ? ହାଉସ ଅଫ୍ ଦ କମନ ବୁଝିହେଲା।
ତ ଏଇନା ଓଡିଶାରେ କିସ ହେଲା ସେଇଟା ପଢ। ଓଡିଶାରେ କିସ ହେଲା କହନା, ଓଡିଶାରେ ଏଇ ଦୁଇ ଜଣ, ଇଏ ହଉଛି ସୁରେନ୍ଦ୍ରନାଥ ଦ୍ୱିବେଦୀ ହେଲା, ଇଏ ହଉଛି ମାଳତୀ ଚୌଧୁରୀ ହେଲା। ଇଏ ହଉଛି ଯେଦିନ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା, ଆରମ୍ଭ କେବେ ହେଲା, ଅସହଯୋଗ ଆନ୍ଦୋଳନ ଆରମ୍ଭ କେବେ ହେଲା, ମନେ ପକାଅ ଅସହଯୋଗ ସରି, ଭାରତ ଛାଡ ଆନ୍ଦୋଳନ ଆରମ୍ଭ କେବେ ହେଲା, ଭାରତ ଛାଡ ଆନ୍ଦୋଳନ ହଉଛି 1942 ମସିହା ଅଗଷ୍ଟ ମାସ 8 ତାରିଖ ଦିନ ଆରମ୍ଭ ହେଲା, ଅଗଷ୍ଟ 7-8 ହେଲା। ତ ସେଇ ଦୁଇ ଜଣ, ଏଇଟା ମୁମ୍ବାଇର ହେଲା, ତ ସେମାନେ ହଉଛି ଓଡିଶାର ଲୋକ ହେଲା, ଓଡିଶାର ଲୋକ, କିନ୍ତୁ ହଉଛି ସେଇ ଯେଦିନ ଆରମ୍ଭ ହେଲା ସେଦିନ ଏମାନେ ସେଇ ମୁମ୍ବାଇରେ ଯୋଉ ସଭାଟା ହେଇଥିଲା ନା, ସେଇଠିକୁ ଯାଇଥିଲେ, ବୁଝିହେଲା, ସେଇଠିକୁ ଯାଇଥିଲେ, ବୁଝିହେଲା, ସେଠିକୁ ଯାଇଥିଲେ। ସେମାନେ ହଉଛି ସେଠକୁ ଯାଇଥିଲେ। ତ ଯେତେବେଳେ ହଉଛି ସେମାନେ ହଉଛି ଭାରତ ଛାଡ ଆନ୍ଦୋଳନ ହେବା ପରେ ଭାରତର ବିଭିନ୍ନ ସମବେତ ହେଇଥିଲେ ହେଲା। ତ ଏଇମାନଙ୍କୁ ସେଠକୁ ଯାଇଥିଲେ, କିନ୍ତୁ ଏମାନଙ୍କୁ ହଉଛି ଗିରଫ କରାଗଲା ହେଲା, ଓଡିଶାରେ। ଲେଖିଦବା, ମା ସୁରେନ୍ଦ୍ରନାଥ ବାନାର୍ଜୀ, ସୁରେନ୍ଦ୍ରନାଥ ବାନାର୍ଜୀ, ବାନାର୍ଜୀ ଓ ମାଳତୀ ଚୌଧୁରୀ, ମାଳତୀ ଚୌଧୁରୀ, ଚୌଧୁରୀ ହେଲା, 11 ତାରିଖ ଦିନ ମାନେ ଓଡିଶାକୁ ଫେରିଲେ ହେଲା। ସେ ମୁମ୍ବାଇରେ ଥିଲେ, ମାନେ ହଉଛି ସେଇ ଆରମ୍ଭ ହେଲା ବେଳେ ଥିଲେ ପାଖରେ ହେଲା, ମାଳତୀ ଚୌଧୁରୀ। ଅଗଷ୍ଟ 11, ଅଗଷ୍ଟ 11 1942, ମନେ ରଖ 1942 ହେଲା, 1942 ଓଡିଶାକୁ ଫେରିଲେ, ଓଡିଶାକୁ ଫେରିଲେ, କୋଉଠୁ, ଆନ୍ଦୋଳନରେ ଯୋଗ ଦେଇ, ଆନ୍ଦୋଳନରେ ଯୋଗ ଦେଇ ସାରି, ଆନ୍ଦୋଳନରେ ଯୋଗ ଦେଇ ସାରି, କୋଉଠୁ ଫେରିଲେ, ମୁମ୍ବାଇରେ ଯୋଉଠି ଆରମ୍ଭ ହେଲା ଆନ୍ଦୋଳନଟା, ସେଇଠୁ ହଉଛି ଯାଇଥିଲେ ଏମାନେ, ସେଠକୁ ଯାଇଥିଲେ। ତ ହଉଛି ଅଗଷ୍ଟ 8 ତାରିଖ ଦିନ ଆରମ୍ଭ ହେଲା, ତ ହଉଛି ଓଡିଶା ଫେରତେ ଫେରତେ ଅଗଷ୍ଟ 11 ତାରିଖ ହେଇଗଲା ହେଲା। ତ ହଉଛି ଏମାନେ ଯେତେବେଳେ ହଉଛି ଓଡିଶାକୁ ଫେରିଲେ, ଏମାନେ ହଉଛି ଓଡିଶାରେ ଆନ୍ଦୋଳନ ଷ୍ଟାର୍ଟ କରିଥିଲେ, ବୁଝିହେଲା। ଏମାନେ ଓଡିଶାରେ ଆନ୍ଦୋଳନ, ଏମାନେ ଫେରିବା, ଏମାନେ ଓଡିଶା ଯେତେବେଳେ ଫେରିଲେ, ଓଡିଶା ଯେତେବେଳେ ଫେରିଲେ, ଫେରିଲେ ଆନ୍ଦୋଳନ ଅଧିକ ବଢିଗଲା ହେଲା, ଆନ୍ଦୋଳନ ତୀବ୍ର ହେଇ ଉଠିଲା, ହୋଇ ଉଠିଲା ହେଲା। ଓଡିଶାର ବେଶୀ ନାହିଁ, ୟା ଦୁଇ ଜଣଙ୍କୁ ମନେ ରଖ। ଓଡିଶାରେ ଆନ୍ଦୋଳନ କେମିତି ଆରମ୍ଭ ହେଲା, ଯେତେବେଳେ ହଉଛି ଏମାନେ ହଉଛି ଭାରତକୁ ଫେରିଲେ, ସରି ଓଡିଶାକୁ ଫେରିଲେ, ଆମର ହଉଛି ଯେଦିନ ଆରମ୍ଭ ହେଲା ଅଗଷ୍ଟ 8 ତାରିଖ ଦିନ ଏମାନେ ଯାଇଥିଲେ ମୁମ୍ବାଇ, ଯୋଗ ଦେଇଥିଲେ ହେଲା। ତ ଯେତେବେଳେ ହଉଛି ଓଡିଶାକୁ ଆସିଲେ, ଓଡିଶାର ଲୋକମାନେ ଏମାନଙ୍କୁ ଦେଖିଲେ, ପଚାରିଲେ କିସ କିସ ହେଲା କୁହ ନା ସେଠି ହେଲା। ତ ଏମାନେ ସେ କହିଲେ କିସ କିସ ହେଲା, ତ ହଉଛି ଏମାନଙ୍କର କଥା ଶୁଣିକି ଓଡିଶାର ଲୋକମାନଙ୍କ ମନରେ ଆନ୍ଦୋଳନ କରିବା ପାଇଁ ପୁରା ଭାବନା ପୁରା ତୀବ୍ର ହେଇ ଉଠିଲା, ବୁଝିଲ। ତ ଆନ୍ଦୋଳନ ହେଲା ଆରମ୍ଭ, ଏମିତି ଜାଣିପାରିଲ କେମିତି ଆନ୍ଦୋଳନ ଆରମ୍ଭ ହେଲା ହେଲା। ତ ଓଡିଶାରେ ଆନ୍ଦୋଳନ କାର୍ଯ୍ୟକ୍ରମ କଣ ଥିଲା ସେଇଟା ଲେଖ। ଓଡିଶାରେ ଆନ୍ଦୋଳନ କାର୍ଯ୍ୟକ୍ରମ କିସ କିସ ଥିଲା ଲେଖିଦେବା ହେଲା। କାର୍ଯ୍ୟକ୍ରମ, କାର୍ଯ୍ୟକ୍ରମ, ତ ଓଡିଶାରେ କାର୍ଯ୍ୟକ୍ରମ ସେଇ ସେମ ଟିକେ ଟିକେ ଥିଲା, ଖଜଣା ବନ୍ଦ, ଖଜଣା ବନ୍ଦ ହେଲା, ଖଜଣା ବନ୍ଦ କରିବା, ଖଜଣା ମାନେ କିସ କର, ଆଉ ସରକାର ଗୋଦାମ ଯାହା ଅଛି ସେଗୁଡା ହଉଛି ସବୁ ଲୁଟି ନେବା, ସରକାର ଗୋଦାମ ଲୁଣ୍ଠନ କରିବା, ଓଡିଶାର କାର୍ଯ୍ୟକ୍ରମ, ବୁଝିହେଲା, ଓଡିଶାର ଲୋକମାନଙ୍କର କାର୍ଯ୍ୟକ୍ରମ ଦେଖ। ଜଙ୍ଗଲ ଆଇନ ଭଙ୍ଗ କରିବା, ଓଡିଶାରେ ବି ଜଙ୍ଗଲ ଆଇନ, ଓଡିଶା ଗୋଟେ ଆଦିବାସୀ ଗ୍ରାମ ନା, ତ ହଉଛି ଲୋକମାନେ ହଉଛି କି ଜଙ୍ଗଲ କାଟିକି ଚଳୁଥାନ୍ତି, କାଠ ଜାଡିକି ହେଲା, ଜଙ୍ଗଲ ଆଇନ, କିନ୍ତୁ ଇଂରେଜ ସରକାର ଜଙ୍ଗଲ ଆଇନ ଇଏ କରିଦେଇଥିଲେ, ତ ହଉଛି ଜଙ୍ଗଲ ଆଇନ ଭଙ୍ଗ କରିବା। ତାପରେ ହଉଛି ଶିକ୍ଷାନୁଷ୍ଠାନ ବନ୍ଦ, ସ୍କୁଲ ବନ୍ଦ କରିବା, ସ୍କୁଲ ବନ୍ଦ କରିବା। ତାପରେ ହଉଛି ଭିଟା କିସ, ଯୋଗାଯୋଗ ବିଚ୍ଛିନ୍ନ, ଇଂରେଜ ସରକାରଙ୍କ ସହ ସମ୍ପର୍କ ବିଚ୍ଛିନ୍ନ, ଆଉ ଯୋଗାଯୋଗ ବିଚ୍ଛିନ୍ନ ମାନେ ହଉଛି ଡାକ ଘରରେ ନିଆଁ ଜଳିଦବା ହେଲା।
ରେଲୱେ ଷ୍ଟେସନ ବନ୍ଦ କରିଦେବା, ସେଇଟା ଯୋଗାଯୋଗ ବିଚ୍ଛିନ୍ନ କରିବା, ବିଚ୍ଛିନ୍ନ କରିବା। ତାପର କାରଣ କିସ ଥିଲା? ତାପରେ ହଉଛି ଧର୍ମଘଟ, ଧର୍ମ ଘଟ, ଧର୍ମଘଟ, ଧର୍ମଘଟ କରିବା ହେଲା। ତାପରେ ହଉଛି ଭିଆଇ, ଭିଡ ବଲାଇର କାରଣ ଥିଲା ହଉଛି ସରକାରଙ୍କ ଆଇନ ଅମାନ୍ୟ କରିବା, ସରକାରଙ୍କୁ ଖାଦ୍ୟ ଦେବା, ସରକାରଙ୍କ ଆଇନ ଅମାନ୍ୟ, ଆଇନ ଅମାନ୍ୟ ଓ ଖାଦ୍ୟ ନଦବା, ଖାଦ୍ୟ ନଦେବା। ସରକାରଙ୍କୁ ଖାଦ୍ୟ କିଏ ଯୋଗଉଥାଏ? ଭାରତୀୟ ଲୋକମାନେ। ତ ଭାରତୀୟ ମାନେ କହିଲେ ହଉଛି ଆଉ ଖାଦ୍ୟ ଦିଆଯିବନି ସରକାରଙ୍କୁ ହେଲା। ଆଉ ହଉଛି ଦେଖ, ସରକାର କର୍ମଚାରୀ ସବୁ କୋଉମାନେ ଥିଲେ? ସେଇ ଭାରତୀୟ ମାନେ ହିଁ ଥିଲେ, ସରକାର କର୍ମଚାରୀ ସବୁ ଭାରତୀୟ ମାନେ ହିଁ ଥିଲେ। ତ ସରକାର କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗ ଦେବା ପାଇଁ ପ୍ରବର୍ତ୍ତାଇବା, ସରକାର କର୍ମଚାରୀ, କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗ ଦେବା ପାଇଁ ପ୍ରବର୍ତ୍ତାଇବା, ଆନ୍ଦୋଳନରେ ଯୋଗ ପାଇଁ, ଯୋଗ ଦେବା ପାଇଁ ପ୍ରବର୍ତ୍ତାଇବା, ପ୍ରବର୍ତ୍ତାଇବା ହେଲା। ଏତିକି ଥିଲା ହଉଛି କାର୍ଯ୍ୟକ୍ରମ ଓଡିଶାରେ ହେଲା। ବୁଝିହେଲା? ବୁଝିହେଲା ନା ନାଇଁ? ତ ଓଡିଶାର ବ୍ୟାପକତା ଟା କାଲି ପଢିଦବା, ବୁଝିହେଲା? କାଲି ପଢିଦବା। ଆଉ ଥରେ ଫାଷ୍ଟରୁ ବୁଝେଇ ଦଉଛି ଏତିକି କିଛି। ଆନ୍ଦୋଳନ କିପରି ବିସ୍ତାର ହେଲା ଆଉ ଟିକେ ଅଛି, ଟିକେ ପଢେଇ ଦେଲା ଆଉ ବୁଝେଇ ହବନି ନା। ପେଜ ପେଜ ସରିଗଲା actually ହେଲା। ଏତିକି ପେଜରେ ପଳେଇବନି, ଆଉ ଦୁଇଟା ଖଣ୍ଡେ ପେଜ ଦରକାର ହେଇଥାନ୍ତା। ଆଉ ଥରେ ବୁଝଉଛି, ମନେ ରଖ। ଅଗଷ୍ଟ ବିପ୍ଳବ କାହାକୁ କୁହାଯାଏ? ଅଗଷ୍ଟ ବିପ୍ଳବ ଯାହା ଭାରତ ଛାଡ ଆନ୍ଦୋଳନ ତାହା ହେଲା। ଗାନ୍ଧିଜୀଙ୍କର ପ୍ରଥମ ଆନ୍ଦୋଳନ କିସ ଥିଲା? ପ୍ରଥମ ଆନ୍ଦୋଳନ ଥିଲା ହଉଛି ଚମ୍ପାରଣ ଆନ୍ଦୋଳନ। ଆଉ ଏଇଟା ହଉଛି ଭାରତ ଛାଡ ଆନ୍ଦୋଳନ ହଉଛି ଶେଷ ଆନ୍ଦୋଳନ ହେଲା। ତ ଏଇ ଭାରତ ଛାଡ ଆନ୍ଦୋଳନ କଣ ପାଇଁ ହେଲା? ଦେଖ, ଛାଡ ଆନ୍ଦୋଳନର ଚାରିଟା ମୁଖ୍ୟ କାରଣ ଅଛି। କେତେଟା ମୁଖ୍ୟ କାରଣ? ଚାରିଟା ମୁଖ୍ୟ କାରଣ। ଫାଷ୍ଟ କାରଣ ହଉଛି କିସ? ଫାଷ୍ଟ କାରଣ ହଉଛି 1940 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଇଥିଲା। ତ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଇଥିଲା ବେଳେ ଭାରତୀୟ ମାନଙ୍କୁ ନ ପଚାରିକି ସେମାନଙ୍କୁ ହଉଛି କିସ, ମିତ୍ର ଶକ୍ତିରେ ସାମିଲ କରିଦେଲେ। କିନ୍ତୁ ହଉଛି ଭାରତୀୟ ମାନଙ୍କୁ ସାମିଲ କରିଦିଆଗଲା ବୋଲି ସେମାନେ ନିନ୍ଦା କଲେ, କିନ୍ତୁ ସେତେବେଳେ ଆରମ୍ଭ କରୁନଥିଲେ ହେଲା। ଆଉ ସେକେଣ୍ଡ କାରଣ ହଉଛି 1942 ମସିହାରେ କ୍ରିପ୍ସ ଆସିଥିଲେ। କ୍ରିପ୍ସ ଆସିଥିଲେ ଆଉ ତାଙ୍କର ସହ ଯୋଉ ଫାଲତୁ ମିଶନ ଆଣିଥିଲେ ହେଲା, ସେଇଟା ବିଫଳ ହେଇଗଲା ହେଲା। ତ ହଉଛି କିସ, ସେଇଟା ବି ଗୋଟେ କାରଣ। ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ମାନଙ୍କୁ କିସ, ଅତ୍ୟାଚାର ଚାଲିଥିଲା, ଭାରତୀୟ ମାନଙ୍କ ପ୍ରତି ଅତ୍ୟାଚାର ଚାଲିଥିଲା, ସେଇଟା ଗୋଟେ କାରଣ। ଆଉ ହଉଛି ଭାରତୀୟ ମାନେ ଯୋଉ କହୁଛନ୍ତି ଆମକୁ ସ୍ଵାଧୀନତା ଦିଅ, ସ୍ଵାଧୀନତା ଦିଅ, ସେଇ ଦାବିକୁ ହଉଛି ମାନେ ପ୍ରତ୍ୟାଖ୍ୟାନ କରାଯାଉଥିଲା, ମାନେ ପୂରଣ କରାନଉଥିଲା ହେଲା। ଏଥିପାଇଁ କାରଣ ଷ୍ଟାର୍ଟ ହେଲା। ତାପରେ ହଉଛି ଯେତେବେଳେ ହଉଛି ଆରମ୍ଭ ତ ହେଇଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା। ଅଗଷ୍ଟ ସ୍ଥାନ ବି ଜାଣିଛ, ଅଗଷ୍ଟ ସ୍ଥାନ କିସ କେତେବେଳେ ହେଇଥିଲା? ଯେତେବେଳେ ହଉଛି ଇଂରେଜ ସରକାର ଦୟନୀୟ ଅବସ୍ଥାରେ ପହଞ୍ଚିଲେ ହେଲା, ସେତେବେଳେ ମହାତ୍ମା ଗାନ୍ଧୀ କହିଲେ ଆମର ଦୁଇଟା ଇଚ୍ଛା ପୂରଣ କର। କିନ୍ତୁ ଆମର କିଏ, ଆମର ହଉଛି ଲର୍ଡ ଲିଣ୍ଡିତ୍କ କହିଲେ ତୁମର ଚାରିଟା ଇଚ୍ଛା ପୂରଣ କର। ଯୋଉଟା କି ଭାରତୀୟ ମାନଙ୍କର ଇଚ୍ଛା ହିଁ ନଥିଲା ହେଲା। ତ ହଉଛି ୟାକୁ ପ୍ରତ୍ୟାଖ୍ୟାନ କଲେ। ୟାକୁ ପ୍ରତ୍ୟାଖ୍ୟାନ କରିବା ଦ୍ୱାରା କିସ ହେଲା, ବିନୋବା ଭାବେ ଷ୍ଟାର୍ଟ କରିଦେଲେ ଆନ୍ଦୋଳନ। କେବେ 1940 ଅକ୍ଟୋବର 17 ତାରିଖ ଦିନ ପାନାଉର ଠାରେ ଗିରଫ ହେଲେ। ତାପରେ ହଉଛି ଜବାହରଲାଲ ନେହେରୁ ହଉଛି ଦ୍ୱିତୀୟ ସତ୍ୟାଗ୍ରହୀ ଭାବେ ବି ଗିରଫ ହେଲେ। ତାପରେ ହଉଛି ଗାନ୍ଧିଜୀ ଚାହୁଁଥିଲେ ହଉଛି ନ ବ୍ୟାପୁ, କିନ୍ତୁ ବ୍ୟାପି ଗଲା, 25,000 ଉର୍ଦ୍ଧ୍ୱ ଗିରଫ ହେଇଗଲା। ତ ଯେତେବେଳେ ହଉଛି ଗିରଫ ହେଲେ, ଆମର ହଉଛି ୱିନଷ୍ଟନ ଚର୍ଚ୍ଚିଲ ଦେଖିଲେ ହଉଛି ଏତେ ଗିରଫ ହଉଛନ୍ତି, ତ ଭାରତୀୟକୁ କାହାକୁ ପଠେଇଲେ? କ୍ରିପ୍ସକୁ। କେବେ 1942 ମାର୍ଚ୍ଚ ମାସ 5 ତାରିଖ, ମାର୍ଚ୍ଚ ମାସରେ ପଠେଇଲେ ହେଲା। କେତେ ତାରିଖ ସେଇଟା ଉଲ୍ଲେଖ ନାହିଁ ବହିରେ। ତ ହଉଛି କ୍ରିପ୍ସ ଆସିଲେ, କେତେଟା ମିଶନ ଆଣିଲେ? ଦୁଇଟା ମିଶନ। ତାଙ୍କର ପ୍ରଥମ ପ୍ରସ୍ତାବ କିସ ଥିଲା? ଭାରତକୁ ସ୍ୱାୟତ୍ତ ଶାସନ ଦିଆଯିବ ଆଉ ଭାରତୀୟ ପାଇଁ ନୂତନ ସମ୍ବିଧାନ ତିଆରି ହବ ହେଲା। ଆଉ ଯଦି କୌଣସି ଦେଶ କୌଣସି ଦଳ ନ ଗ୍ରହଣ କରେ, ତେବେ ହଉଛି ଭାରତ ପାଇଁ ତା ପାଇଁ ଅଲଗା ପୃଥକ ସମ୍ବିଧାନ ହବ। ତ ଦେଖ, ଏଇଟା ବି କିସ କନା ଯୁଦ୍ଧ ସମାପ୍ତି ପରେ ହେଲା। ଯୁଦ୍ଧ ସମାପ୍ତି ପରେ ମାନେ ହଉଛି ଭାରତୀୟ ମାନଙ୍କୁ ଯୁଦ୍ଧରେ ସାହାଯ୍ୟ ମାଗୁ, ତ ଯୁଦ୍ଧ ସମାପ୍ତି ପରେ ଇଏ ଦେବ ବୋଲି କିଛି ଗ୍ୟାରେଣ୍ଟି ଅଛି? ନାଇଁ ହେଲା। ତ ଭାରତୀୟ ମାନେ କହିଲେ ନା, ଥାଉ, ଆପଣଙ୍କ ମିଶନ ଥାଉ ଆପଣଙ୍କ ପାଖରେ ହେଲା, ଆମକୁ ଦରକାର ନାହିଁ, ଆମେ ଆମର ଆନ୍ଦୋଳନ କରିବୁ ହେଲା। ତ ଆନ୍ଦୋଳନ ଆରମ୍ଭ ହେଲା। ଆନ୍ଦୋଳନ କିପରି ଆରମ୍ଭ ହେଲା? ଆନ୍ଦୋଳନ ଆରମ୍ଭ ହେଲା ହଉଛି 1942 ଜୁଲାଇ 6 ରୁ 14 ପର୍ଯ୍ୟନ୍ତ ମିଟିଂ ବସିଲା। ତାପରେ ହଉଛି ଭାରତ ଛାଡ ଆନ୍ଦୋଳନ ଆରମ୍ଭ ମିଟିଂ କେମିତି ଆରମ୍ଭ ହବ? ମିଟିଂ ବସିଲା। ତ ଆରମ୍ଭ ହେଲା ହଉଛି 1942 ଅଗଷ୍ଟ ମାସ 7 ତାରିଖ ଦିନ। କୋଉଠି? ମୁମ୍ବାଇ।
ମୁମ୍ବାଇ ହେଲା। ମୁମ୍ବାଇରେ ଆରମ୍ଭ ହେଲା। କିଏ କିଏ ଥିଲେ? ମୌଲାନା ଆବୁଲ କଲାମ ଆଜାଦ ଥିଲେ। ତାପରେ ହଉଛି ଆଉ କିଏ ଥିଲେ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମଧ୍ୟ ଥିଲେ, ଯିଏକି ଆନ୍ଦୋଳନ ହଉ ବୋଲି ସମର୍ଥନ କରିଥିଲେ ହେଲା। ଆଉ କିଏ ଥିଲେ କହନା? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଥିଲେ। ତା ସହ ଥିଲେ ହଉଛି ଜେ ବି କୃପାଣିନି, ଗୋବିନ୍ଦ ଭାଇ ବଲ୍ଲଭ ପନ୍ଥ, ଏମାନେ ବି ଥିଲେ ହେଲା। ଏମାନେ ବି ଥିଲେ। ତ ହଉଛି ଷ୍ଟାର୍ଟ ହେଇଗଲା। ତ ଷ୍ଟାର୍ଟ ହେଇଗଲା ବେଳେ ଅଗଷ୍ଟ 9 ତାରିଖ ଦିନ ଗାନ୍ଧିଜୀଙ୍କୁ ବନ୍ଦୀ କରାଗଲା। କୋଉଠି ବନ୍ଦୀ କରାଗଲା? ଆଗା ଖା ପ୍ୟାଲେସ। ଗାନ୍ଧିଜୀଙ୍କୁ ବନ୍ଦୀ କରି ଆଗା ଖା ପ୍ୟାଲେସରେ ରଖାଗଲା। ଏକ ମାର୍କ ସର୍ଟ କ୍ୱେଶ୍ଚନ ପଡେ, ଗାନ୍ଧିଜୀଙ୍କୁ କେବେ ବନ୍ଦୀ କରାଗଲା ଆଉ କଣ ପାଇଁ ବନ୍ଦୀ କରାଗଲା? ନା କୋଉଟାରେ ବନ୍ଦୀ କରାଗଲା? ଆଗା ଖା ପ୍ୟାଲେସ। ଆଉ ହଉଛି ଜବାହରଲାଲ ନେହେରୁଙ୍କୁ ପାଟନାରେ ହେଲା, ପାଟନାରେ। ତ ଅଲଗା ଅଲଗା ଜାଗାରେ ବନ୍ଦୀ କରି ରଖାଗଲା, ବୁଝିହେଲା, ଏକାଠି ନାହିଁ। ଏକାଠି ଗଲେ ପୁଣି ମିଟିଂ ବସେଇଦେବେ ହେଲା। ଅଲଗା ଅଲଗା ଜାଗାରେ ବନ୍ଦୀ କରିକି ରଖାଗଲା। ତ ହଉଛି ଆରମ୍ଭ ହେଲା। ତ ଆରମ୍ଭ ଦିନ ଗାନ୍ଧିଜୀ କିସ କହିଲେ? ସ୍ଵାଧୀନତା ପ୍ରାପ୍ୟ ଆମର ଲକ୍ଷ୍ୟ ହେଲା। ସ୍ଵାଧୀନତା ଆମର ପ୍ରାପ୍ୟ, କର ବା ମର ହେଲା। ତାପରେ ଆନ୍ଦୋଳନ କାର୍ଯ୍ୟକ୍ରମ କିସ ଥିଲା? ଶ୍ରମିକ ଓ କୃଷକ ମାନେ ହଉଛି ଟେକ୍ସ ଦେବେନି। ଆଉ ହଉଛି ଇଂରେଜ କର୍ମଚାରୀ ଖାଦ୍ୟ ପଦାର୍ଥ ସରକାରୀ କର୍ମଚାରୀଙ୍କୁ ବିକ୍ରି କରିବେନି। ଆଉ କିସ ଥିଲା? ଆଉ ଥିଲା ହଉଛି ରାସ୍ତାଘାଟ ଯାନବାହାନ ସବୁ ହଉଛି ଅଚଳ କରାଯିବ। ଥାନା କୋର୍ଟକୁ ସବୁ ଭାରତୀୟ ମାନଙ୍କ ଆୟତ୍ତରେ ରଖାଯିବ। ଜନତା ମାନେ ଅହିଂସା ମାର୍ଗ ଗ୍ରହଣ କରିବେ ହେଲା। ଆଉ ଆନ୍ଦୋଳନ ବିସ୍ତାର କିପରି ହେଲା? ଆନ୍ଦୋଳନ ବିସ୍ତାର କୋଉଠି ହେଇଥିଲା? ଏକ ମାର୍କ ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚନ ପଡେ। ମହାରାଷ୍ଟ୍ରରେ ପ୍ରଥମେ ଏଇ ଆନ୍ଦୋଳନ ମାନେ ଏଇ ଆନ୍ଦୋଳନ ଆରମ୍ଭ ହେଲା। କୋଉଠି? ମହାରାଷ୍ଟ୍ର ହେଲା। କେମିତି? ମହାରାଷ୍ଟ୍ରର ୱାୟାରଲେସ କେନ୍ଦ୍ର। ଏଇଠୁ ହଉଛି ଚାରିଆଡେ ଗଲା, ରେଡିଓ ଷ୍ଟେସନ ଟା ନା। ତ ରେଡିଓ ଷ୍ଟେସନରୁ ଚାରିଆଡେ ବ୍ୟାପିଗଲା। ତାପରେ ହଉଛି ଗୁଜୁରାଟରେ କିସ କଲେ ଲୋକମାନେ? ସ୍କୁଲ ବନ୍ଦ କଲେ। କର୍ଣ୍ଣାଟକରେ କିସ ଗଲା? ଶିକ୍ଷାନୁଷ୍ଠାନ, ଅଫିସ, ଡାକଘର, ରେଲୱେ ଷ୍ଟେସନ ବନ୍ଦ କରାଗଲା। ବିହାରରେ ଛାତ୍ରମାନେ, ଇମ୍ପୋର୍ଟାଣ୍ଟ ମନେ ରଖୁ, ବିହାର କଥା ମନେ ରଖୁ। ବିହାରରେ ଛାତ୍ରମାନେ ଜାତୀୟ ପତାକା ଉତ୍ତୋଳନ କଲେ। କେବେ? 1942 ଅଗଷ୍ଟ 11 ତାରିଖ ଦିନ ହେଲା। ଆଉ ଆସାମରେ କିସ କରାଗଲା? ଆସାମରେ ହଉଛି ଇଂରେଜ ସରକାରଙ୍କ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଦିଆଗଲା। ବୁଝିହେଲା। ତାପରେ ସରକାର କିସ କଲେ? ସରକାର ହଉଛି ଜେଲ ବନ୍ଦୀ କଲେ ଲୋକମାନଙ୍କୁ, ଲାଠି ପିଟିଲେ ହେଲା। ଆଉ ହଉଛି ଗୁଳି ଚାଳନା ବି କଲେ। ତ ବହୁତ ଲୋକ ବି ମରଲେ ହେଲା। ତ ଆଉ ୱିନଷ୍ଟନ ଚର୍ଚିଲ କିସ କହିଲେ? ୱିନଷ୍ଟନ ଚର୍ଚିଲ ହଉଛି 1942 ସେପ୍ଟେମ୍ବର 10 ତାରିଖ ଦିନ କହିଲେ ହଉଛି ଆନ୍ଦୋଳନ ହଉଛି କିସ ଦମନ କରାଯାଇଛି। କୋଉଠି କହିଲେ? ହାଉସ ଅଫ ଦ କମନ ସଭାରେ ହେଲା। କିନ୍ତୁ ସତରେ ଦମନ ହେଇଥିଲା କି? ନାଇଁ। ତ ହଉଛି ଓଡିଶାରେ କିସ ହେଇଥିଲା? ଓଡିଶାରେ ହେଇଥିଲା ହଉଛି କିସ? ଏଇ ଦୁଇ ଜଣ ଲୋକ, ଏଇ ଦୁଇ ଜଣ ମହାନ ଲୋକ ହେଲା, ସୁରେନ୍ଦ୍ରନାଥ ତ୍ରିବେଦୀ ଆଉ ମାଳତୀ ଚୌଧୁରୀ। ଏମାନେ ଦୁଇ ଜଣ କିସ କୋର୍ଟକୁ ଯାଇଥିଲେ? ଏମାନେ ହଉଛି ସେଇ ଯେବେ ଦିନ ମୁମ୍ବାଇରେ ହଉଛି ଅଗଷ୍ଟ 8 1942 ଆନ୍ଦୋଳନ ଷ୍ଟାର୍ଟ ହେଲା। 1942 ଅଗଷ୍ଟ 8 ଆନ୍ଦୋଳନ ଆରମ୍ଭ ହେଲା ମୁମ୍ବାଇରେ ହେଲା। ତ ଏମାନେ ଯାଇଥିଲେ, ଓଡିଶାରୁ ଯାଇଥିଲେ ମୁମ୍ବାଇକୁ ହେଲା। ତ ସେମାନେ ଓଡିଶାକୁ କେବେ ଫେରିଲେ? 1942 ଅଗଷ୍ଟ 11 ତାରିଖ ଦିନ ଫେରିଲେ। ଅଗଷ୍ଟ 11 ତାରିଖ ଦିନ ଯେଦିନ ଫେରିଲେ, ଓଡିଶାର ଲୋକମାନେ ଏମାନଙ୍କୁ ଦେଖିକି ହେଲା, ଯେତେବେଳେ ଏମାନଙ୍କୁ ଦେଖିଲେ ତ କିସ ହେଲା? ଓଡିଶାରେ ଆନ୍ଦୋଳନ ତୀବ୍ର ହେଇଗଲା। ବୁଝିପାରିଲ? ହେଲା। ତ ଓଡିଶାର କାର୍ଯ୍ୟକ୍ରମ କିସ ଥିଲା? ଓଡିଶାର କାର୍ଯ୍ୟକ୍ରମ ଥିଲା ହଉଛି ଖଜଣା ଦେବେନି, ଖଜଣା ଦେବେନି ହେଲା। ସରକାରଙ୍କ ଗୋଦାମ ଲୁଣ୍ଠନ କରିବେ। ସରକାରଙ୍କ ଯାହା ଗୋଦାମ ଅଛି, ଆଳୁ ଗୋଦାମ କି ଚାଉଳ ଗୋଦାମ ସବୁ ଚୁରୁ କରିକି ନେଇଯିବେ। ଆଉ ସେ ଜଙ୍ଗଲ ଆଇନ ଭଙ୍ଗ କରିବେ। ସ୍କୁଲ ସବୁ ବନ୍ଦ ହବ। ଯୋଗାଯୋଗ ବିଚ୍ଛିନ୍ନ ହବ। ଇଂରେଜ ସରକାରଙ୍କ ସହ ଯୋଗାଯୋଗ ମାନେ ଯେମିତି ବିଚ୍ଛିନ୍ନ। କିସ ଟ୍ରେନ ଲାଇନ ହଉଛି ଆୟତ୍ତ କରି ରଖିବେ। ଡାକଘର ପୁରା ଆୟତ୍ତ କରି ରଖିବେ। ଧର୍ମଘଟ କରିବେ। ଧର୍ମଘଟ ମାନେ କିସ? ଏକାଠି ବସି ରହିବେ ହେଲା। ଆମର ଦାବି ପୂରଣ ହଉ, ଆମର ଦାବି ପୂରଣ ହଉ, ସେମିତି ନାରା ଲଗେଇବେ। ସରକାରଙ୍କ ଆଇନ ଅମାନ୍ୟ ଆଉ ଖାଦ୍ୟ ଦେବା ବନ୍ଦ କରିବେ। ସରକାରଙ୍କ ଆଇନକୁ ଅମାନ୍ୟ କରିବେ ଆଉ ଖାଦ୍ୟ ଦେବେନି ହେଲା। ଆଉ ସରକାରଙ୍କ କର୍ମଚାରୀ ମାନେ ଯେତେ ଯୋଉ ଶୁଣ, ସରକାର କର୍ମଚାରୀ ମାନେ କିସ? ଭାରତୀୟ ମାନେ ହିଁ ସରକାର ଇଂରେଜ ଅଣ୍ଡରରେ ଚାକିରି କରିଥାନ୍ତି ହେଲା। ତ ସେଇ ସରକାର କର୍ମଚାରୀଙ୍କୁ ହଉଛି ଉସ୍କେଇବେ। ତୁମେ ହଉଛି ଆଇନ ମାନ୍ୟ ସରି, ତୁମେ ହଉଛି ଆମର ସହ ମିଶ। ତାପରେ ଭାରତ ଛାଡ ଆନ୍ଦୋଳନ କରବା ହେଲା। ତ ଏତିକି ଥିଲା ହଉଛି ଆଜିକାର ପାଠ। କାଲି ହଉଛି ପଢବା ହେଲା। କାଲି ପେଜ ସରିଗଲା, କାଲି ପଢବା। କାଲି ଆଉ 15 ମିନିଟ କି 10 ମିନିଟ ହେଲା। ବୁଝିହେଲା। ତ ଏତିକି ଥାଉ। ମୁଁ ୟୁଟ୍ୟୁବରେ ଅପଲୋଡ କରିଦେବି ହେଲା। ଘରେ ପଢାପଢି କର। ବୁଝିହେଲା। ଖାଇସାରିଲ? ନା ଖାଇନି? ହ୍ୟାଲୋ। ଖାଇଛ ନା ନାଇଁ? ହେଇଲା ବି ହେଇନି। ହଁ। ହଉ ଖାଇ ଖୁଆ କରି ରେଷ୍ଟ ନିଅ ହେଲା, ଶୁଅ। ମୁଁ ୟୁଟ୍ୟୁବରେ ଅପଲୋଡ କରିଦେବି। ଗୁଡ୍ ନାଇଟ୍ ହେଲା।